सो हेलो एवरीवन। आई होप कि समस्ते भलरे थिबो। तो आज आम देखिए ओडिशा पुलिस एसआई मैथमेटिक्स प्रैक्टिस लेक्चर नंबर 3 हला। तो काली तो आम देखिले कोन लेक्चर नंबर 2। आज देखिए कोन लेक्चर नंबर 3। आ आज तमरो पीवाईक्यू केवल ही रहयो हला। केवल पीवाईक्यू ओडिशा पुलिस प्रीवियस ईयर तमरो जहा क्वेश्चन पड़थिला एसआई रे तार ही क्वेश्चन मैथ रो हला। आउ कारण मैथ रो ताले देखिए फर्स्ट क्वेश्चन कोन रही। इन एन एग्जामिनेशन ए पीपल्स एवरेज मार्क वेयर 63 पर पेपर ହେଲା। ତାର ଆଭରେଜ ସ୍କୋର କେତେ ନା ଦେଖ ଆଭରେଜ କ୍ୱେଶ୍ଚିନ୍ ମୁଁ ଆଭରେଜ ଇଜ ଇକାଲ ଟୁ କଣ ଫର୍ମୁଲା କଣ ନା ସମ ଅପର ନମ୍ବର ହେଲା। ଏଟା ହଉଛି କଣ ଆଭରେଜ ର ଫର୍ମୁଲା ସମଷ୍ଟି ବାଇ ନମ୍ବର କେତେଟା ନମ୍ବର ଥିବ ହେଲା। ଏବେ ଦେଖା କ୍ୱେଶ୍ଚିନ୍ ବଢିଆ। ଇନ୍ ଆନ୍ ଏକ୍ସାମିନେସନ ଏ ପିପଲ୍ସ ଆଭରେଜ ମାର୍କସ ୱେୟାର 63 ପର ପେପର ହେଲା। ତା ଆଭରେଜ ମାର୍କ ଟା କେତେ ନା 63। ଯେତେଟା ପେପର ହେଇଥିବ ତା ଆଭରେଜ କାଉଣ୍ଟ କଲା ଯେ 63 ହେଲା। ଇଫ୍ ହି ହାଡ ଅବଟେନ୍ଡ 20 ମୋର ମାର୍କ marks in a geography and two marks man in Hindi sorry history ହେଲା। ଯଦି ଜୋଗ୍ରାଫି ରେ ଭୂଗୋଳରେ ସେ 20 ମାର୍କ ଅଧିକ ପାଇଥାନ୍ତା ଏବଂ ହିଷ୍ଟ୍ରି ଯଦି 2 ମାର୍କ ଅଧିକ ପାଇଥାନ୍ତା ତାହେଲେ ହିଜ ଆଭରେଜ ପର ପେପର would have 65। ବୁଝିଲ ନା ନାଇଁ। ଯଦି ଏଥିରେ 20 ଅଧିକ ହେଇଥାନ୍ତା ତା ମାର୍କରେ ମନେ କର 20 ଅଧିକ ମିଶିଥାନ୍ତା ହେଲା କୋଉଥିରେ ଭୂଗୋଳରେ। ଆଉ ଯଦି ଇତିହାସର 2 ମାର୍କ ଅଧିକ ପାଇଥାନ୍ତା ତାହେଲେ ତା ଆଭରେଜ କେତେ ହେଇଥାନ୍ତା ମାନେ 65। ତାହେଲେ କେତେଟା ପେପର ସିଏ ଦେଇଛି ହେଲା। କେତେଟା ପେପର ସିଏ ଦେଇଛି ଆମେ ଜାଣିନେ କେତେଟା ପେପର ଦେଇଛି। ମନେକର ଏନ୍ ଟା ପେପର ଦେଇଛି ପେପର ସଂଖ୍ୟା ମନେକର ନେଇଯାଅ ଏନ୍। ମୁଁ ଏଠି ଲେଖୁଛି ପେପର ମନେକର ଏନ୍ ହେଲା। ଏନ୍ ମାନେ କଣ ନମ୍ବର। ତାହେଲେ ଆଭରେଜ କେତେ ଆଭରେଜ କେତେ କୋଶ୍ଚିନ୍ ଦେଇଛି ଆଭରେଜ 63। ତାହେଲେ ସମ କେତେ ହବ ଦେଖ ଏଠି ଆଭରେଜ ଇଜ ଇକାଲ ଟୁ ସମ ଅପର ନମ୍ବର। ତାହେଲେ ସମ ଇଜ ଇକାଲ ଟୁ କେତେ ଆଭରେଜ ଇଣ୍ଟୁ ନମ୍ବର ତାହେଲେ ଆଭରେଜ ଇଣ୍ଟୁ ନମ୍ବର ତାହେଲେ କେତେ ହବ 63 ଇଣ୍ଟୁ ଏନ୍ ହେଲା। 63 ଏନ୍ ଏଠି ଲେଖ 63 ଏନ୍ ହେଲା। 63 ଏନ୍ ଆଗରୁ ଏଇଟା ପୂର୍ଣ୍ଣ ଆଭରେଜ। ପୂର୍ଣ୍ଣ ଆଭରେଜରେ କଣ ନା ସେ 20 ମାର୍କ ଅଧିକ ରଖିବ। ଏବେ 20 ମାର୍କ ଅଧିକ ରଖାଯାଉ ପୁଣି 2 ମାର୍କ ଅଧିକ ପାଇବ କୋଉଥିରେ 20 ମାର୍କ ଅଧିକ ପାଇଲା ଭୂଗୋଳରେ 2 ମାର୍କ ଅଧିକ ପାଇଲା କୋଉଥିରେ ଇତିହାସରେ। ଯାହା ଦ୍ଵାରା ତାର ଆଭରେଜ କେତେ ହେଇଗଲା 65। ତାହେଲେ ସମ କେତେ ହବ 65 ଇଣ୍ଟୁ ଏନ୍ ହେଲା। ଏପଟେ ଏପଟେ ଆଣିଲା ହେଲେ କେତେ ହବ ଏଇଟା ଏପଟକୁ ନେଇଯାଅ 65 ମାନେ 2 ଏନ୍ ଇଜ ଇକାଲ ଟୁ କେତେ ହବ 22। ତାହେଲେ ଏନ୍ ଇଜ ଇକାଲ ଟୁ କେତେ 22 ବାଇ 2 ଇଜ ଇକାଲ ଟୁ 11। ତାହେଲେ ପେପର ସଂଖ୍ୟା କେତେଟା 11। 11ଟା ପେପର ସେ ଦେଇଛି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। ଲାଇବ୍ରେରୀ ହାଜ ଆନ୍ ଆଭରେଜ ଅଫ 510 ଭିଜିଟର୍ସ ହେଲା। ତାର କେତେଟା ଭିଜିଟର୍ସ 510 ଭିଜିଟର୍ସ ଅନ୍ ସଣ୍ଡେ and 240 visitors on other days ହେଲା। the average number of visitors per day in a month of 30 days beginning with Sunday। ତାହେଲେ ଆଭରେଜ କେତେ ପଚାରିଛି ହେଲା। ଦେଖ ଏକ ପୁସ୍ତକାଳୟରେ ରବିବାର ହାରାହାରି 510 ଜଣ ରବିବାର କଣ ଛୁଟି ଥିବ ତାଙ୍କର ଏଇଥିପାଇଁ 510 ଜଣ ଆସନ୍ତି ବୁଲିବାକୁ ହେଲା। ଆଉ ଅନ୍ୟ ଦିନ ଗୁଡ଼ିକରେ କେତେ ନା 240 ଜଣ ପରିଦର୍ଶକ ଆସନ୍ତି। ରବିବାର ଠାରୁ ଯଦି ମାସଟା ଆରମ୍ଭ ହୋଇଛି ହେଲା 30 ଦିନରେ ଏକ ମାସ 30 ଦିନରେ ଏକ ମାସ ସେଟା ପୁଣି ରବିବାରଠୁ ଆରମ୍ଭ ହେଇଛି। ତାହେଲେ ପ୍ରତିଦିନର ହାରାହାରି ଦର୍ଶକ ସଂଖ୍ୟା କେତେ ତାହେଲେ ଦିନ ପ୍ରତି ଆଭରେଜ ତାହେଲେ କେତେ ବାହାର କରିବା ଦେଖ। ଟୋଟାଲ ଭିଜିଟର୍ସ କେତେ ସଣ୍ଡେରେ ମାନେ ଦେଖ ଗୋଟେ ମାସରେ ତମ ସଣ୍ଡେ କେତେଟା ଆସିବ 4ଟା ମାନେ ନାଇଁ। ଜେନେରାଲ 4ଟା ହିଁ ଆସେ। ଯଦି ସୋମବାରଠୁ ଆମେ ଆରମ୍ଭ କରିବା ହେଲା ସୋମବାର ମଙ୍ଗଳବାର ଏଟା ମୁଁ ଲେଖୁଛି ମଣ୍ଡେ। ଯଦି ଆମେ ମଣ୍ଡେରୁ ଆରମ୍ଭ କରିବା ଗୋଟେ ସପ୍ତାହ ଯିବ। ତାପରେ ଆଉ ଗୋଟେ ସପ୍ତାହ ଆଉ ଗୋଟେ ସପ୍ତାହ ଆଉ ଗୋଟେ ସପ୍ତାହ ଏମିତି ହେଇକି 4 ଥର ରବିବାର ପଡିବ ନା ନାଇଁ। 1 2 3 4 4 ଥର ରବିବାର ପଡିବ ହେଲା। ବୁଝିଲ ନା ନାଇଁ। ଗୋଟେ ମାସରେ କେତେ ଥର ରବିବାର ପଡେ 4 ଥର ରବିବାର ପଡେ। ସେ କିନ୍ତୁ ଦେଇଛି କଣ ନା ମାସଟା ଆରମ୍ଭ ହେଇଛି ରବିବାର ତାହେଲେ ମାସରେ କେତେ ଥର ରବିବାର ପଡିଲା 5 ଥର ରବିବାର ପଡିଲାନି। ଗୋଟେ ମାସରେ 4 ଥର ଜେନେରାଲ ରବିବାର ପଡେ କିନ୍ତୁ ସେ କୋଶ୍ଚିନ୍ ଦେଇଛି ନା ରବିବାର ଦେଖ ଏଠି ମାସଟା କଣ ନା ଏଇଠି ଯୋଉ 30 ଦିନ ମନ୍ଥ ଟା ନୁହଁ ଏଇଟା ରବିବାରରୁ ଆରମ୍ଭ ହେଇଛି ଦେଖ। ମନ୍ଥ ଟା ବିଗିନିଂ ୱିଥ ସଣ୍ଡେ ହେଲା। ମାସଟା କଣ ରବିବାରଠୁ ଆରମ୍ଭ ହେଇଛି। ତାହେଲେ ରବିବାର କେତେଟା ହବ 5ଟା। ବୁଝିଲ ନା ଏଟା ଟୋଟାଲ ନମ୍ବର ଅଫ ସଣ୍ଡେ। ଟୋଟାଲ ନମ୍ବର ଅଫ ସଣ୍ଡେ ମୁଁ ଲେଖିଦେବି ଏଠି ଇଜିକାଲ ଟୁ 5 ହେଲା। ତାହେଲେ ଟୋଟାଲ ଭିଜିଟର ଅନ୍ ସଣ୍ଡେ କେତେ ହବ ଟୋଟାଲ ଭିଜିଟର୍ସ ମାନେ 5ଟା ରବିବାର ଟୋଟାଲ ଭିଜିଟର ମାନଙ୍କ ସଂଖ୍ୟା କେତେ ହବ। ଭିଜିଟର ଇଜିକାଲ ଟୁ କେତେ ପ୍ରଥମ ସଣ୍ଡେରେ ଆସନ୍ତି 510 ଜଣ। ତାହେଲେ 5ଟା ସଣ୍ଡେରେ ଇଣ୍ଟୁ 5 ଇଜିକାଲ ଟୁ କେତେ ହବ ଏଟା କହିଲେ ନା 10 ପଞ୍ଚା 50 5 ଲକେ 0 5 କେ 5 5 ପଞ୍ଚା 25 5 ଲକେ 0 ସରି 5 ଲକେ 0 5 କେ 5 5 ପଞ୍ଚା 25 2550
ହେଲା। ମାନେ ସବୁ ଯାକ ରବିବାର ମିଶେଇକି ଭିଜିଟର ଆସୁଛନ୍ତି କେତେ 2550 ହେଲା। ଏବେ କଣ ନା 30 ରୁ ଦେଖ 30 ଦିନରୁ 5 ଦିନ ପଳେଇଲା, ଆଉ କେତେ ଦିନ ରହିଲା? ମାନେ ଏଇଠି ଲେଖୁଛି ଟୋଟାଲ ଭିଜିଟର୍ସ ଅନଦର ଡେ, ହେଲା ରବିବାର ଭିଜିଟର ଏତିକ କେବଳ କଣ ରବିବାର ଭିଜିଟ କରୁଛନ୍ତି, ତାହେଲେ ଅନଦର ଭିଜିଟ ଟୋଟାଲ ଭିଜିଟର୍ସ ଅନ୍ ଅନଦର ଡେ କେତେ ହବ ନା 30 - 5 ମାନେ କେତେ? ପ୍ରତିଦିନରେ 240, 240 ଇଣ୍ଟୁ ମାନେ ଅନ୍ୟ ଦିନ 240 ଆସୁଛନ୍ତି, 240 ଇଣ୍ଟୁ ଅନ୍ୟ ଦିନରେ କେତେ? 5, 30 ରୁ 5 ଗଲେ କେତେ? 25। ରବିବାର ପଳେଇଲେ ନା, ସବୁ ଯାକ ରବିବାର କାଟିଦେଲେ, ଆଉ ରହିଲେ 25। ଏଇଟା ଗୁଣିଲେ କେତେ ହବ ନା 25 ଚଉକୁ ଦେଖ 25 ଶୂନ କେ ଶୂନ, 25 ଚଉକୁ କେତେ 100, ଶୂନ ହେଲା 10, 25 ଗୁଣେ 50 10 କେତେ 60, ଟୋଟାଲ ତାହେଲେ କେତେ 6000 ହେଲା। ତାହେଲେ ପ୍ରତିଦିନ ହାରାହାରି କେତେ? ତାହେଲେ ଟୋଟାଲ ସମ୍ କେତେ ହେଲା? ଟୋଟାଲ ସମ୍ ଇଜିକାଲ ଟୁ 6000 ମିଶାଣ 2550 କେତେ ନା 8 5 ମିଶାଇ ଦେଲେ 8 5 ଶୂନ, ତାହେଲେ ଆଭରେଜ ଇଜିକାଲ ଟୁ କେତେ ହବ? 8 5 5 ଶୂନ ବାଇ ନମ୍ବର କେତେ 30 ଇଣ୍ଟୁ ବାଇ 30 ହେଲା। 3 3 ଏଟା 5 5 10 8 18, ହଁ 3 କଟି ଯାଉଛି, ତାହେଲେ କେତେ ହବ? 3 ଦୁଗୁଣେ 6 ହେଲା, 3 ଅଷ୍ଟା 24, 3 ପଞ୍ଚା 15, 285 ଅପସନ କୋଉଟା? 285 ସରି ଡି ହେଲା, ଅପସନ ଡି 285 ତ କରେକ୍ଟ आंसर। ତାହେଲେ ଆଭରେଜ କେତେ? 250, ପ୍ରତିଦିନର ଆଭରେଜ 250। ନେକ୍ସଟ କ୍ୱେଶ୍ଚିନ ଦେଖିବା, ଦ ଆଭରେଜ ୱେଟ୍ ଅଫ ଦେଖ ତିନିଟା କ୍ୱେଶ୍ଚିନ ତମର ଆଭରେଜ ପି ବାଇ କ୍ୟୁ ଆସିଥିଲା ହେଲା। ପ୍ରିଭିୟସ ଇୟରରେ ତମ ତିନିଟା କ୍ୱେଶ୍ଚିନ ଆଭରେଜ ଆସିଥିଲା, ତିନିଟା କି ଆଗକୁ ବି କ୍ୱେଶ୍ଚିନ ଅଛି ବୋଧେ। ଦ ଆଭରେଜ ୱେଟ୍ ଅଫ ଏ ବି ସି ଇଜ 45 କେଜି ହେଲା। If the average of weight of AB is 40 kg and that of BC is 43 kg ହେଲା। ତିନି ଜଣଙ୍କର ଆଭରେଜ ଦେଇଛି 45 କେଜି, ବି ରହୁଛି 40 ଆଉ ବି ଆଣ୍ଡ ସି ର କେତେ 43, ତାହେଲେ ବି ର ଓଜନ କେତେ? ଦେଖ ଏ ପ୍ଲସ ବି ପ୍ଲସ ସି ହେଲା, ମାନେ ବୁଝିପାରୁଛ ନା? ଏବିସି ର ଆଭରେଜ କେତେ 45, ତାହେଲେ ଏବିସି ର ସମ କେତେ ହବ? ମୁଁ ଲିଖିପାରିବି ଏ ପ୍ଲସ ବି ପ୍ଲସ ସି ସମ କେତେ ହବ? 45 ଇଣ୍ଟୁ 3 ଆଭରେଜ ଇଣ୍ଟୁ ନମ୍ବର ହେଲା, ଆଭରେଜ ଇଣ୍ଟୁ ନମ୍ବର, ନମ୍ବର କେତେଟା? ତିନିଟା, ତାହେଲେ 45 ଇଣ୍ଟୁ 3, ତାପରେ ଏମିତି ବି ପ୍ଲସ ସି ଏ ପ୍ଲସ ବି ହିନ୍ତି କେତେ ହବ? 40 ଇଣ୍ଟୁ 2 ହଁ ନା ନାଇଁ? ଆଭରେଜ ହଉଛି 40 ଆଉ ନମ୍ବର ହଉଛି 2 ହେଲା। ଆଉ ବି ପ୍ଲସ ସି ହିନ୍ତି କେତେ ହବ? 43 ଇଣ୍ଟୁ 2 ହେଲା। ଏଟା ଗୁଣିଲେ କେତେ ନା 5 3 15, 5 20 ସରି 4 3 5 3 15 135 ହେଲା। ଏଟା କେତେ ହବ? 80 ଆଉ ଏଟା ହବ 43 ଗୁଣେ କେତେ 180 ହେଲା। ଏ ବାହାର କର, ଆମେ ବାହାର କରିବା କାର? ଆମେ ବାହାର କରିବା କାର ବାହାର କରିବା? ବି ର ହେଲା। ବି ର ଓଜନ କେତେ? ବି ର ଓଜନ ବାହାର କର ଏବେ। ଦେଖ ଏ ଦିଟାକୁ ଆମେ ମିଶେଇ ଦିଅ, ଏତିକୁ ସରି ହଁ ଏତିକୁ ମିଶେଇ ଦିଅ, ଏତିକୁ ମିଶେଇ ଦିଅ। ଏଟା ଦେଖ ଏଟା କେତେ ଆସିବ? ଏ ମିଶାଣ ବି ମିଶାଣ ବି ମିଶାଣ ସି ଇଜିକାଲ ଟୁ କେତେ ହବ? 6 କୁ 6 8 8 କେତେ 16, 16 166 ହେଲା। ଏ ପ୍ଲସ ବି ପ୍ଲସ ସି କେତେ 135, ଏ ପ୍ଲସ ବି ପ୍ଲସ ସି ମୁଁ ଏଠି ଅଲଗା କରୁଛି, ଏ ପ୍ଲସ ବି ପ୍ଲସ ସି ହେଲା। ଗୋଟେ ବି ପଳେଇଗଲା, ଆଉ ଗୋଟେ ବି ରଖିତେ ଏକ୍ସଟ୍ରା, ଇଜିକାଲ ଟୁ କେତେ ହବ? 166 ହେଲା। ଏ ପ୍ଲସ ବି ପ୍ଲସ ସି ଇଜିକାଲ ଟୁ କେତେ 135, 135 ହେଲା। ଏଇଟା ମୁଁ ଭଲ ଲାଗୁଛି, 135 ମିଶାଣ ବି ଇଜିକାଲ ଟୁ କେତେ ହବ? 166, ତାହେଲେ ବି ଇଜିକାଲ ଟୁ କେତେ ହବ ନା 166 ମାଇନସ 135 ହେଲା। 6 ରୁ 5 ଗଲେ 1, 6 ରୁ 3 ଗଲେ କେତେ 3, ଅପସନ କୋଉଟା 31 କେଜି ଇଜ ଦ କରେକ୍ଟ आंसर, ଅପସନ ଡି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା, 20 women can do a work in 16 days ହେଲା। ତାପରେ କଣ 16 men can complete the same work in 15 days, what is the ratio of the work capacity of a man to woman? ଦେଖ 20 ଜଣ ମହିଳା 20 ଜଣ women କେତେ ଦିନରେ କାମ କରନ୍ତି ନା 16 ଦିନରେ କାମ ଶେଷ କରନ୍ତି। ତାପରେ 16 ଜଣ ପୁରୁଷ ସେଇ କାମକୁ 16 ଜଣ ମାନେ କଣ ମ୍ୟାନ ସେଇ କାମ କେତେ ନା 15 ଦିନରେ ଶେଷ କରନ୍ତି ଇଣ୍ଟୁ 15। ଏଠି 16 କୁ 16 ର କଟିଗଲା ହେଲା, 5 କୁ 20, 5 ତିରିକି କେତେ 15 ହେଲା। ଦେଖ ଏଠି ତାପରେ କଣ ଦେଖ 4 ଓମେନ୍ ଇଜିକାଲ ଟୁ କେତେ ହେଲା 3 ମେନ୍
ତାହେଲେ ଓମେନ୍ ବାଇ ମେନ୍ ଇଜିକାଲ ଟୁ କେତେ ହେଲା? ଓମେନ୍ ର ଭାଲ୍ୟୁ କେତେ ହବ? 3 ଆଉ ମେନ୍ ର ଭାଲ୍ୟୁ କେତେ ହବ? 4 ହେଲା। ସେ ପଚାରୁଛି କଣ ନା ତେବେ ଜଣେ ମହିଳାଙ୍କ କାର୍ଯ୍ୟକ୍ଷମତାର ଅନୁପାତ କେତେ? ହ୍ୱାଟ ଇଜ ଦ ରେସିଓ ଅଫ ଦ ୱାର୍କ କାପାସିଟି ଟୁ ମ୍ୟାନ୍ ଆଣ୍ଡ ଓମେନ୍? ଆଗ ମ୍ୟାନ୍ ତାପରେ ଆସିବ କେତେ? ଓମେନ୍। ଆଗ ମ୍ୟାନ୍ ତାପରେ ଆସିବ ଓମେନ୍। ଗୋଟେ 4 ଅନୁପାତ 3 ହେଲା। ଅପସନ ବି। ନେକ୍ସଟ କ୍ୱେଶ୍ଚିନ୍ ଦେଖେ। A man can do a work ହେଲା do a job in 15 days. His father takes 20 days ହେଲା। ଦେଖ ଏଇଠି ଗୋଟେ ମ୍ୟାନ୍ ମନେକର ମ୍ୟାନ୍ ନାଁ ହଉଛି ଏ। ସେ କେତେ ଦିନ କାମ କରୁଛି ନା 15 ଦିନ। ତା ବାପା ଫାଦର ହେଲା ଏ ଫର କଣ? ଏ ର ବାପା କେତେ ଦିନ କାମ କରୁଛି ନା 20 ଦିନରେ କାମ ଶେଷ କରୁଛି। ତାପରେ କଣ ନା ତା ପୁଅ ହିଜ ସନ୍ ତା ପୁଅ ଏସ୍ ଫର ସନ୍ କେତେ ଦିନ କରୁଛି ନା 25 ଦିନ ହେଲା। ଏବେ କଣ ଏଲସିୟମ ନେଇଯିବା। ଏଲସିୟମ କେତେ ହବ? 25 ହେଲେ ଏଲସିୟମ ନବା କେମିତି ଦେଖ ଏଲସିୟମ ନବା ଟ୍ରିକ୍ ମୁଁ କହିଦେଉଛି ଏଲସିୟମ କେମିତି ନବ ହେଲା। ଦେଖ ଏଲସିୟମ କେମିତି ନବ ଦେଖ ପ୍ରଥମେ ସବୁଥିରୁ କମନ 5 ଆସୁଛି ତମେ ବୁଝିପାରୁଛ 5 3 15 ତେଣୁ 5 ଲେଖିଦିଅ ହେଲା। ଆଗ 15 ସବୁଠୁ ସାନ ସଂଖ୍ୟା କେ 15 ତେଣୁ ଆଗ 5 ଇଣ୍ଟୁ 3 କର 15 ପଳେଇଆଲା ହେଲା। ତାପରେ 20 ଆସିବ ତାପରେ ତାପରେ ସାନ ସଂଖ୍ୟା କେ ଆଗ ସାନ ସଂଖ୍ୟାକୁ ଆଣିବ 5 3 15 ତାପରେ ସାନ ସଂଖ୍ୟା କୋଉଟା 5 କୁ 20 ହେଲା। ଦେଖ 15 ପଳେଇ ଆସିଲା 20 ପଳେଇ ଆସିଲା ଆଉ ଦରକାର 25 5 5 25 ହେଲା। ସବୁ ଯାକ ସଂଖ୍ୟା ପଳେଇଆଲା ଏତିକି ହଉଛି ଏଲସିୟମ ହେଲା। ଏଲସିୟମ ନବାର ଟ୍ରିକ୍ ଏମିତି। ଏବେ କେତେ ହବ ଦେଖ 5 3 15 ଚଉକୁ 60 5 କେତେ 300 ହଉଛି ଏଲସିୟମ ହେଲା। ତାହେଲେ 5 3 15 5 କୁ 20 କେତେ ଏଇଟା 20 ଏଇଟା ହଉଛି 20 ଦେଖ ଏଠି 5 କୁ ଏଠି 5 କୁ 20 5 3 15 ଏଇଟା ହବ 15 ହେଲା। ଦେଖ ଏଇଠି ବାହାରି ପଡେ 5 5 25 4 3 12 25 କାଟିଦବ କେତେ ହେଲା 12 ଲିଭିଦବ। ପଚାରୁଛି କଣ ନା ଟୋଟାଲ ଟାଇମ ଯଦି ସେମାନେ ଏକତ୍ର କାମ କରିବେ ତାହେଲେ କେତେ ଦିନ ଶେଷ କର ଟୋଟାଲ ଟାଇମ ହବ। ଟୋଟାଲ ଟାଇମ ହବ ଏ ମାନେ ଏ ତା ବାପା ଆଉ ତା ପୁଅ ଇଜିକାଲ ଟୁ 300 ବାଇ 20 ମିଶଣ 15 ମିଶଣ 12 ମିଶେଇଲେ କେତେ ହବ? 20 ମିଶଣ 15 ମିଶଣ 12 5 2 7 4 47 ହେଲା। 47 ତମେ କରିବ ଯଦି ନିୟରଲି ଦେଖ 600 6 ଚଉକୁ 24 ହେଲା। ନିୟରଲି ଦେଖ ଏଠି 6 ଠୁ ଏକ୍ଜାକ୍ଟଲି 6 ତ ହବନି ଲେସ୍ ଦାନ୍ 6 ବି ହବନି କାରଣ 5 ଗୁଣିଲେ 5 କୁ 20 6 ଚଉକୁ 24 ଦେଖ ଯଦି 6 ରେ ତମେ ଗୁଣିବ 700 କୁ 42 6 ଚଉକୁ 24 ନିୟରଲି ଆସିବ 64 ହେଲା। ଏଇଟା 6.4 ଆପ୍ରୋକ୍ସିମେଟ ହେଲା। ମୋର ଦାନ 10 ତ ବି ହବନି କାରଣ 47 ହେଇଯିବ ନା। ଆଉ ଏକ୍ଜାକ୍ଟଲି 6 6 ଦ୍ଵାରା 47 ତ 6 ଦ୍ଵାରା ମାନେ 300 ଟା 47 ଦ୍ଵାରା ଡିଭିଜିବୁଲ ହବନି। ଏଇଟା ହବନି 6 ର କମ ବି ହବନି। ଅପସନ ସି ଡି ବି ହବନି କାରଣ 10 ରୁ ଅଧିକ ହବନି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବେ 1.1 ଦେଖ 1.125 10 ଟୁ ପାୱାର କେ ଏଇଟା ସହଜ କ୍ୱେଶ୍ଚନ ଟା ଦେଖ କେମିତି କରିବା। ଦେଖ 1.10 ପରେ କେତେଟା ସଂଖ୍ୟା ଅଛି? 3ଟା ସଂଖ୍ୟା ଅଛି ତାମାନେ ମୁଁ ଲିଖିପାରିବି 1125 ବାଇ କେତେ 3ଟା ସଂଖ୍ୟା ନା 1000 ହେଲା। ଆଉ ଏଇଟା କେତେ 10 ଟୁ ପାୱାର କେ ଇଜିକାଲ ଟୁ 0 ପଏଣ୍ଟ ଦେଖ ଯଦି 10 ପରେ କେତେଟା 1 2 3 4 4 2 6 ତାମାନେ ମୁଁ ଲିଖିପାରିବି 1125 ବାଇ କେତେ 1 2 3 4 5 6 6ଟି ପୁଣି 1 2 3 3 3 6 ହେଲା। 1 2 3 3 3 6 3ଟା ସଂଖ୍ୟାକୁ 3ଟା ସଂଖ୍ୟା କାଟିଦିଅ 1125 କୁ 1125 କାଟିଦିଅ ତାହେଲେ 10 ଟୁ ପାୱାର କେ ଇଜିକାଲ ଟୁ କେତେ ହବ 1 ବାଇ 1000 ହେଲା। ଆଉ 10 ଟୁ ପାୱାର କେ ଇଜିକାଲ ଟୁ କେତେ ହବ 10 ଟୁ ପାୱାର -3 ଇନଭର୍ସ କରିଦେଲା ମାନେ ବୁଝିଛ ନା ଏଇଟା ନହେଲେ ଏଇଟା ମୁଁ ଲେଖୁଛି ଏଠି 1 ବାଇ 10 ଟୁ ପାୱାର 3 ହେଲା। ଯଦି ଆମେ ଉପରକୁ ନବା 10 ଟୁ ପାୱାର କେ ଇଜିକାଲ ଟୁ କେତେ ହେଇଯିବ ଏଟା ଇନଭର୍ସ ହେଇଯିବ ମାନେ 10 ଟୁ ପାୱାର -3 ତାହେଲେ କେ ଇଜିକାଲ ଟୁ କେତେ ହବ -3 ଅପସନ କୋଉଟା बी। नेक्स्ट क्वेश्चन देखा व्हाट इज द वैल्यू ऑफ 0.02 और एटा 0.02 इंटू 0.5 तब 2/1000 इंटू 5 के 10 ହେଲା 5 ଦୁଗୁଣେ 10 10 କୋଟି କଟିଯିବ 0.001 ଅପସନ କୋଉଟା ବି ହେଲା। ନେକ୍ସଟ କ୍वेଶ୍ଚନ ଦେଖିବା ଦେଖ ଦେଖ ଏତିକ ଦେଇଛି କଣ ଇଫ୍ ଏଇଟା ଇଜିକାଲ ଟୁ ଏଇଟା ହେଲା ଏତିକ ଭାଲ୍ୟୁ ଇଜିକାଲ ଟୁ ଏତିକି ତାହେଲେ ଏଇ ବକ୍ସ ର ଭାଲ୍ୟୁ ବାହାର କରିବେ ହେଲା। ଏ ବକ୍ସ ଆଗରେ ମନେକର x ନେଇଯାଅ ଏଠି x ନେଇଯାଅ ମନେକର ହେଲା। ତାହେଲେ 0.009 ବାଇ x
ହେଲା ବକ୍ସ ର ଭାଲ୍ୟୁ ଆମେ ବକ୍ସ ତ କରିପାରିବାନି ଏକ୍ସ ନେଇଯିବୁ ଇକ୍ୱାଲ୍ ଟୁ 0.1 ତାହେଲେ କଣ 0.1 ଇଣ୍ଟୁ ଏକ୍ସ ଇଜିକାଲ୍ ଟୁ କେତେ ହେଇଯିବ 0.009 ହେଲା ତାହେଲେ ଏକ୍ସ ଇଜିକାଲ୍ ଟୁ କେତେ ହବ ନା 0.009 ବାଇ କେତେ 0.1 କେତେ ହବ 9 ବାଇ କେତେ ହବ 1000 ବାଇ 1 ନା ବଡ ବାଇ 1 ବାଇ କେତେ 10 ଏଟା କିନ୍ତୁ ଏଇଟାକୁ ଗୁଣିଆ ହେଲା a ବାଇ b ବାଇ a ବାଇ c ମାନେ ଏଇଠି ଗୁଣ a ବାଇ b ବାଇ c ବାଇ d ହେଲା bc ବାଇ ad ମାନେ ad ବାଇ bc ହବ ପଢିଥିବ ତମେ ମାନେ 9 ବାଇ କେତେ ହବ 1 2 ହେଲା ଏଇଟା ଗୁଣିବା ସରି ଏଇଟା ଗୁଣିବା 1000 ଇଣ୍ଟୁ 1 9 ଇଣ୍ଟୁ 10 ମାନେ 9 ଇଣ୍ଟୁ 10 ହେଲେ କେତେ 90 ଆଉ ଏଇଟା 1000 ହେଲା ଗୋଟେ ଶୂନ କାଟିଦିଅ 0.09 ଅପସନ କୋଉଟା B ହେଲା ନେକ୍ସଟ କ୍ୱେଶ୍ଚନ ଦେଖିବା what is the derived of a unit of a speed ର ୟୁନିଟ୍ କେତେ ମିଟର ପର ସେକେଣ୍ଡ ଆଗରୁ କହିଥିଲି କିଲୋମିଟର ହବନି ସେକେଣ୍ଡ ହବନି ସ୍ପିଡ ର ପଚାରୁଛି ମିଟର ପର ସେକେଣ୍ଡ ଡିଷ୍ଟାନ୍ସ ଅପନ ଟାଇମ the least number of which is a perfect square ହେଲା and is divisible by each of the number 16 20 24 ଏତିକ ସବୁ ତାକୁ ପରଫେକ୍ଟ ସ୍କୋୟାର ପୁଣି ସାନ ସଂଖ୍ୟା ହେଇଥିବା ଦରକାର ଯୋଉଟା 16 20 24 ଦ୍ୱାରା ଡିଭିଜିବୁଲ ହେଇଯିବ ହେଲା ସବୁଠୁ ସାନ ସଂଖ୍ୟା ଉଠେଇବା ସବୁଠୁ ସାନ ସଂଖ୍ୟା ଉଠାଅ କୋଉଟା ତ ଭିତରେ ସବୁଠୁ ସାନ ସଂଖ୍ୟା ତମକୁ କୋଉଟା ଦେଖାଯାଉଛି 1600 ହେଲା 1600 ତମେ ଉଠାଅ ଦେଖ ଯଦି ତମେ 1600 କୁ ଉଠେଇବ 16ଟା 1600 ଦ୍ୱାରା କଟିଯିବ ମାନେ 16ଟା ଡିଭାଇଡ ବାଇ 16 କଟିଯିବ ହେଲା ମାନେ କଣ ରିମାଇଣ୍ଡର 0 ଆସିବ ଠିକ ଅଛି 20ଟା ବି କଟିଯିବ ହେଲା କିନ୍ତୁ 24ଟା ଦେଖ 24ଟା ହରଣ 24 ଯଦି ଆମେ 1600 ରେ ହରିବା ମାନେ 1600 ଯଦି 24 ରେ ଡିଭାଇଡ କରିବା 24 କୁ ଭାଙ୍ଗିଲେ କଣ 3 ଇଣ୍ଟୁ 8 ହଁ ନା ନାଇଁ 3 ଇଣ୍ଟୁ 8 8 ଯଦି କଟିଯିବ କିନ୍ତୁ 3 କଟିବନି କଣ ପାଇଁ 3 ର ଡିଭିଜିବୁଲ କଣ ସଂଖ୍ୟା ମାନଙ୍କର ସମଷ୍ଟି ଯଦି 3 ଦ୍ୱାରା ଡିଭିଜିବୁଲ ହେଇଯିବ ତାହେଲେ ସଂଖ୍ୟାଟା ଦ୍ୱାରା 3 ଦ୍ୱାରା ଡିଭିଜିବୁଲ ହେଇଯିବ ହେଲା ଯଦି ସଂଖ୍ୟା ମାନଙ୍କର ସମଷ୍ଟି ଆମେ କରିବା ଦେଖ 6 1 7 7 ଦ୍ୱାରା ମାନେ 7 ଟା 3 ଦ୍ୱାରା ଡିଭିଜିବୁଲ ହବନି ଯଦି 7 ଟା 3 ଦ୍ୱାରା ଡିଭିଜିବୁଲ ହବନି ତାହେଲେ 24 ଦ୍ୱାରା ବି ଡିଭିଜିବୁଲ ହବନି ଅପସନ ଏ ହବନି ହେଲା ଏମିତି ହିଁ ଏଲିମିନେଟ କରିବ ତାପରେ ଦେଖ ତାପରେ ସାନ ସଂଖ୍ୟା କୋଉଟା 36 ନେଇ ହବ 36 ନେଇ ହବ 36 ଦେଖ 16 କୁ ହରିବ ଯଦି 36 ରେ 16 କେ 16 16 ଦୁଗୁଣା 32 ହେଲା 16 ଦୁଗୁଣା କେତେ 6 2 କେତେ 40 16 କେ 16 16 ଦୁଗୁଣା 32 16 64 16 3 48 ହେଇଯିବ ହବନି 10 2 କେତେ 8 ଅଛି 16 5 80 ପରଫେକ୍ଟ 16 ଦ୍ୱାରା ଏଟା ଡିଭିଜିବୁଲ ହେଇଯାଉଛି ତାହେଲେ 20 ଦ୍ୱାରା ତ ଆରାମରେ ହେଇଯିବ 24 ଦ୍ୱାରା ଖାଲି ହଉଛି ନା ଦେଖିଥିବେ 24 ଦ୍ୱାରା କେମିତି ଦେଖ 24 ଦ୍ୱାରା ଯଦି ଡିଭିଜିବୁଲ ହେଇଯିବ 24 ର ଡିଭିଜିବୁଲ କଣ 3 ଇଣ୍ଟୁ 8 ପ୍ରଥମେ ଦେଖ 8 ରେ 3 ଦ୍ୱାରା କଟୁଛି ନା ନାଇଁ 3 ଦ୍ୱାରା କଟୁଛି 6 3 9 9ଟା 3 ଦ୍ୱାରା କଟିଯିବ ତାହେଲେ କଟିଯିବ ଏଟା ହେଲା 3 ଦ୍ୱାରା କଟୁଛି ଖାଲି 8 ଚେକ୍ କରିଦିଅ କଟୁଛି ନା ନାଇଁ 8 ର ଡିଭିଜିବୁଲ କଣ ଲାଷ୍ଟ ତିନିଟା ସଂଖ୍ୟା କଟି ଯାଉଛି ନା ନାଇଁ 8 ରେ ଦେଖ 600 ହରଣ 8 ହେଲା 8 ସନ୍ତା 56 4 8 ମଧ୍ୟ 40 ପରଫେକ୍ଟ କଟିଗଲା ତାହେଲେ ଅପସନ B ଆଖି ମୁଜିକି ଅପସନ B 24ଟା ମଧ୍ୟ କଟିଯିବ 36ଟା 24 ରେ କଟିଯିବ ଅପସନ B ଇଜ ଦ କରେକ୍ଟ ଆନ୍ସର ହେଲା ନେକ୍ସଟ କ୍ୱେଶ୍ଚନ ଦେଖିବା 10 ହବ 3 5 5 6 3 4 4 ଏତିକ ରେସିଓ ବାହାର କରିବା କେମିତି ବାହାର କରିବା ଦେଖ ସିଧା କଥା ହଉଛି ଫେଡି ଦିଅ ହେଲା ଫେଡି ଦିଅ ବାହାର ଇଜି ହେଇଯିବ 3 5 5 6 ହେଲା 3 4 4 ଫେଡି ଦିଅ 6 4 ଗଲେ କେତେ 2 5 4 ଗଲେ କେତେ 1 ଆଉ 112 ହେଲା ଏବେ ଦେଖ 112ଟା 23 ରେ କଟୁଛି କି 23 କ ପଣିକାରେ 112 ଅଛି କି 23 କେ 23 69 92 23 50 115 ନାହିଁ 26 କ ପଣିକାରେ ବି ନାହିଁ ଦେଖ 26 ରେ ବି କଟିବନି ଏଠି ହେଲା 26 6 ଦୁଗୁଣେ 12 6 3 18 14 24 6 5 30 6 7 42 6 7 7 ଦୁଗୁଣେ 14 ହବନି ହେଲା ଏଇଟା ବି ହବନି 25 ତ ଏଟା କଟିବନି 28 28 ରେ ସିଓର ପଡିଯିବ ଦେଖ 28 28 କେତେ 28 ଦୁଗୁଣେ 56 38 24 8 4 ହେଲା 8 ଚଉକୁ 32 32 ହେଲେ 2 ରଖିଲା 3 ତା ଦୁଗୁଣେ 8 3 11 ପରଫେକ୍ଟ କଟିଗଲା ହେଲେ ଏସିଏଫ ତାହେଲେ କେତେ ହବ 28 ହେଲା ଅପସନ କୋଉଟା ଠିକ 112ଟା 28 ରେ କଟି ଯାଉଛି ନା ନେକ୍ସଟ କ୍ୱେଶ୍ଚନ ଦେଖିବା let n be the greatest number that will be 1305 କଣ n ସେଇ ସର୍ବାଧିକ ସଂଖ୍ୟା ହେଉ ଯାହା 1305 ଆଉ ଏଇଟାକୁ ଭାଗ କଲେ ପ୍ରତ୍ୟେକ କ୍ଷେତ୍ରରେ ସମାନ ଅବଶେଷ ରହିବ ତେବେ n ର ଅଙ୍କ ଗୁଡିକ ଯୋଗଫଳ କେତେ ହେଲା, ତମେ ପଢିଥିବ ଏଇଟା ନମ୍ବର ସିଷ୍ଟମର ରିମାଇଣ୍ଡର ଥିଓରମ କେମିତି କରିବା କ୍ୱେଶ୍ଚିନ୍ ଦେଇଛି କଣ ନା 1305 ଯଦି ଆମେ n ଦ୍ୱାରା ଡିଭାଇଜ କରିବା ତାହେଲେ ରିମାଇଣ୍ଡର ଏଇଠି ଯାହା ଆସିବ ତାହେଲେ 4 6 6
ପାଞ୍ଚ। ଯଦି ଆମେ ଏଇଟାକୁ ବି n ଦ୍ୱାରା ଡିଭାଇଡ୍ କରିବା ତାହେଲେ ରିମାଇଣ୍ଡର ସେଇଆ ଆସିବ। ପୁଣି କଣ 6905 ହେଲା, ଆକୁ ଯଦି ମଧ୍ୟ n ଦ୍ୱାରା ଡିଭାଇଡ୍ କରିବା ତାହେଲେ କଣ ରିମାଇଣ୍ଡର ସେଇଆ ଆସିବ। ତିନିଟା ଯାକ ରିମାଇଣ୍ଡର ସେଇଆ ଆସିବ ହେଲା। ତାହେଲେ n ତାହେଲେ କେତେ କେମିତି କରିବା? ଏସିଏଫ୍ ନେଇଯାଅ, ସିମ୍ପଲ କ୍ୱେଶ୍ଚିନ୍, ପୁରା ଏସିଏଫ୍ ନେଇଯାଅ। କାରଣ ହେଲା 1305 ହେଲା, ଆଉ 4665 ଆଉ 6905 ହେଲା, ଏତିକର ଆମେ ଏସିଏଫ୍ ନେଇଯିବା। ଏଫ୍ ହେଲେ କେତେ ହବ? ଏସବୁ କେମିତି ନବା? ଏମିତି ନବା, ଏଦି ଦୁଇ ପ୍ରଥମେ ତିନିଟା ଲେଖିବା, ଦୁଇ ଦ୍ୱାରା ଭାଗ କରିବା, ପାଞ୍ଚ ଦ୍ୱାରା ଭାଗ କରିବା, ଦେଖିବା ଏମିତି ନବାନି ହେଲା, ଏମିତି ନହେଲେ ବହୁତ ବଡ ହେଇଯିବ। ଏଇଠି ଦେବା ସବୁଠୁ ବେଷ୍ଟ ହେଲା, ଏଟା 6995, 6905। ଏସିଓ ନବା, ଏସିଓ କେମିତି ନିଆଯାଏ ତମେ ଜାଣିଥିବ ପିଲାଦିନେ ହେଲା, ସବୁଠୁ ବେଷ୍ଟ ହଉଛି ଫେଡି ଦିଅ ଏଟା। ଏଟା ଫେଡି ଦେଲେ କେତେ ହବ? 3360 ହେଲା, ପାଞ୍ଚରୁ ପାଞ୍ଚ ଗଲେ ଶୂନ, ଛଅ ରୁ ଛଅ, ଛଅ ରୁ ତିନି ଗଲେ ତିନି, ତିନି ତିନି ଛଅ ଶୂନ ହେଲା। ଏଇଟା ଫେରିଲେ ପାଞ୍ଚରୁ ପାଞ୍ଚ ଗଲେ କେତେ? ଶୂନ, ଆଉ କେତେ ହବ ଏଟା? ସରି, ଏପଟୁ ଫେଡିଆ ନାଇଁ, ଏପଟୁ 10 ରୁ 6 ଗଲେ କେତେ? 4, ତାପରେ କେତେ ଆସିବ? 2, ନେକ୍ସଟ 2 ହେଲା। ଏଇଟା ଯଦି ଫେଡିଆ କେତେ ଆସୁଛି? ଏଇଠୁ ଫେଡା ହବ 4, 6 ରୁ 4 ଗଲେ 2, 1120 ହେଲା। ଏବେ କଣ କରିବା ଦେଖ, ଏସିଏଫ୍ ଏଇଟା ନୁହଁ, ଏସିଏଫ୍ ତମେ ଭାବନି ଏଇଟା ହବ, ଏଇଟା ହବନି ଏସିଏଫ୍ ହେଲା। ଏସିଏଫ୍ ର କୋଉଥିରେ ଅନ୍ୟ କିଛି, ଏସିଏଫ୍ କଣ ନା ଦେଖ, ଏସିଏଫ୍ ହେଇପାରେ ଅଲଗା କିଛି ହେଇପାରେ, ମାନେ 5 ହେଇପାରେ ଏସିଏଫ୍, କିମ୍ବା 5 ର ମଲ୍ଟିପୁଲ ହେଇପାରେ। ଏଇଟା ଏସିଏଫ୍ ହବନି। ଏସିଏଫ୍ ମାନେ କଣ, ଯଦି 1120 ଯଦି ଏଇଥିରେ କଟିଯିବ ତାହେଲେ ଏଇଟା ଏସିଏଫ୍ ହେଲା। ଏବେ ଦେଖ 1120 କୁ ସିଧା ଡିଭାଇଡ କରିଦିଅ, 1305 ହରଣ 1120 ହେଲା। 1120 ଏସିଏଫ୍ ନୁହଁ, ହବନି ଯେଟା ଏସିଏଫ୍ ବୋଲି। ଆମେ ଡିଭାଇଡ କରିବା, ଯଦି ସେ ଦେଖ ଏଇଥିରେ 1120 କୁ ଡିଭାଇଡ କରିବା, ଏଇଥିରେ ବି ଡିଭାଇଡ କରିବା, ଏଇଥିରେ ବି ଡିଭାଇଡ କରିବା, ଯଦି ସବୁଥିରେ ରିମାଇଣ୍ଡର ସମାନ ଆସିବ ତାହେଲେ ଏଇଟା ହବ ଆନ୍ସର ହେଲା। ସବୁଠୁ ଲାର୍ଜେଷ୍ଟ ସଂଖ୍ୟା ହେବ ଏଇଟା, ଆଉ ଏଇଟାକୁ ମିଶେଇଦବା, ତାର ସମଷ୍ଟି ଦେଇଛି ନା, n ନମ୍ବର ହବ ଏଇଟା, ଏଇଟାକୁ ମିଶେଇଦେଲେ ଆନ୍ସର ବାହାରିବ ହେଲା। କୋଶ୍ଚିନ୍ ଇଜ ସିଲେକ୍ଟ। 1120 କୁ ଭାଗ 1120 କେ 1120, 85 ହେଲା। ରିମାଇଣ୍ଡର କେତେ ବାହାରିଲା? 85, ଆହୁରି ଗୋଟେ ଅଛି, ସରି, 2 କେ 2, 2 ଗଲେ 1 ହେଲା। ପ୍ରଥମ ରିମାଇଣ୍ଡର ବାହାରିଲା 185। ଦେଖ ଦେଖ 185 ଟା ଆକୁ ଯଦି ଆମେ ଭାଗ କରିବା 1120 ରେ, ବାହାରୁଛି ନା ନାଇଁ ଦେଖ। ଏବେ 4, 6, 6, 5 ହରଣ 1120 ହେଲା। ଯଦି କରିବା ଦେଖ, 1104 କୁ 44, 11 ପଞ୍ଚା 55, ତାହେଲେ 4 ହିଁ ପକେଇବାକୁ ପଡିବ ହେଲା। କେତେ ହବ ଏଟା? 80 ଆଉ 44, 5 କୁ 5, 6 ରୁ 8 ଗଲେ 2, 6 ରୁ, ସରି, 16 ରୁ 8 ଗଲେ 8, ସରି, 16 ରୁ 8 ଗଲେ 8, 5 4 ଗଲେ 1, ବାହାରିଲା ରିମାଇଣ୍ଡର 185 ହେଲା। ଦେଖ ଏଇଥିରେ ବାହାରିଲା, ଏଇଥିରେ ବାହାରିଲା, ଆଉ ଲାଷ୍ଟ ଖାଲି କରିଦିଅ 1120 ହରଣ କେତେ? 6905, ଏଇଟା ବି ଦେଖିଦବା ବାହାରୁଛି ନା ନାଇଁ। 1116 66, 6 ପକେଇଦିଅ, 1116 66 ହେଲେ କେତେ? 20, 6 ଶୂନ କେ ଶୂନ, 6 ଦୁଗୁଣେ 12, 1116 66, 1 67 ହେଲା। ଏଟା କେତେ ହବ? 15 ରୁ 6 ଗଲେ 6 ଶୂନ କେ ଶୂନ, ସରି, 5 କୁ 5, 10 ରୁ 2 ଗଲେ 8, ଏଇଠି କେତେ ହବ? 8 7 ଗଲେ 1, 185, ସବୁଥିରେ ବାହାରିଲା 185, ତାହେଲେ ଏଇଟା ହବ ଆନ୍ସର 1120। ତାହେଲେ ଏ ର ଭାଲ୍ୟୁ କେତେ ହବ? 1120 ସିଓର ହେଲା। ଏବେ ମିଶେଇ 1 ମିଶାଣ 1 ମିଶାଣ 2 ମିଶାଣ 0, ସଂଖ୍ୟା ମାନଙ୍କର ସମଷ୍ଟି ପଚାରୁଛି କେତେ? 4, ଅପସନ କୋଉଟା? A। ନେକ୍ସଟ କ୍ୱେଶ୍ଚିନ୍ ଦେଖିଆ, in how many different ways can the letter of the word judge, can be arranged such that vowels always come together ହେଲା। ଜଜ୍ କୁ ଆମେ କେତେ ଉପାୟରେ ସଜାଇ ପାରିବା ଯେପରି ସ୍ୱରବର୍ଣ୍ଣ ୟୁ ଇ ସବୁବେଳେ ଏକାଠି ରହିବେ। ସ୍ୱରବର୍ଣ୍ଣ ଗୁଡା ୟୁ ଇ ହେଲା, ଏଇ ଦିଟା କରୁଛି ସ୍ୱରବର୍ଣ୍ଣ, ଏମାନେ ସବୁବେଳେ କଣ ଏକାଠି ରହିବେ। ଏଇଟା ଜଜ୍, ଏଇଟା ଇମ୍ପୋର୍ଟାଣ୍ଟ କମ୍ବା ଅଛି ହେଲା। ସ୍ୱରବର୍ଣ୍ଣ ସବୁବେଳେ ଏକାଠି ରହିବେ। ଦେଖ କେମିତି କରିବା ଦେଖ, ଜଜ୍ ରେ ଟୋଟାଲ ସ୍ୱରବର୍ଣ୍ଣ କେତେ? ମୁଁ ଲେଖୁଛି ନମ୍ବର ଅଫ ଭାୱେଲ୍ସ, ନମ୍ବର ଅଫ ଭି ଡବ୍ଲ୍ୟୁ ଇଜିକାଲ ଟୁ କେତେ ହବ? ନମ୍ବର ଅଫ ଭାୱେଲ୍ସ ହଉଛି 2, ୟୁ ଇ 2 ହେଲା। ଆଉ କନସୋନାଣ୍ଟ ତାହେଲେ କେତେ ହବ? ନା ସି ଫର କନସୋନାଣ୍ଟ ଇଜିକାଲ ଟୁ କେତେ? 3। ଏବେ କଣ ନା ୟୁ ଇ ସବୁବେଳେ ଏକାଠି ରହିବେ। ଦେଖ କେମିତି ଲେଖିବା, ସଜେଇକି ଲେଖ, ମୁଁ ଗୋଟେ ଏକ୍ଜାମ୍ପଲ ଦଉଛି, ଦେଖ ସଜେଇକି କେମିତି ଲେଖିବା ହେଲା। ପ୍ରଥମେ ୟୁ ଇ ରହିବେ ହେଲା, ଆକୁ ନେବା ଗୋଟେ ସେକ୍ସନ ହେଲା, ବୁଝିଲ ନା ନାଇଁ। ପ୍ରଥମେ ୟୁ ଇ ସବୁବେଳେ ଏକାଠି ରହିବେ, ଆଉ ରହିଲା କେତେ? ଆଉ ତିନିଟା ରଖିବ, ଦେଖା ଏଇଠି ମାନେ ଏମିତି ରହିପାରିବ, ଜେ ରହିପାରିବ, ଆଉ ରହିପାରିବ କେତେ? ଡି, ଆଉ ଜେ ଡି ଜି ହେଲା, ଏମିତି ହିଁ ସଜେଇବେ।
ତାହେଲେ ଆକୁ ଗୋଟେ ପଦ ନବା, ଆକୁ ଗୋଟେ ପଦ, ଆକୁ ଗୋଟେ ପଦ, ଆକୁ ଗୋଟେ ପଦ ହେଲା। ଟୋଟାଲ କେତେଟା? ଚାରିଟା ଉପାୟରେ ଆମେ ସଜାଇ ପାରିବା। 1 2 3 4। ଏ ଦି ଜଣ ସବୁବେଳେ ଏକାଠି ରହିବେ ନା, ୟୁ ଇ ସବୁବେଳେ ଏକାଠି ରହିବେ, ହଁ ନା ନାଇଁ? ତାହେଲେ ନମ୍ବର ଅଫ ୱେଜ୍ ଲେଖିବା, ଦେଖ ଏଠି ନମ୍ବର ଅଫ ୱେଜ୍ ଇଜ ଇକାଲ ଟୁ କେତେ ହବ? ସେ ଦେଇଛି ୟୁ ଇ ସବୁବେଳେ ଏକାଠି ରହିବେ, ଆମେ ୟୁ ଇ ସବୁବେଳେ ଏକାଠି ରଖିକି କେତେ ଉପାୟରେ ସଜାଇ ପାରିବା? ୟୁ ଇ ସବୁବେଳେ ଏକାଠି ରଖିବା, ଖାଲି ଏତିକକୁ ଚେଞ୍ଜ କରିବା, ହଁ ନା ନାଇଁ? ତାର ନମ୍ବର ଅଫ ୱେଜ୍ କେତେ ହବ? ଦେଖ ନମ୍ବର ୱେଭ୍ ଇଜ ଇକାଲ ଟୁ କେତେଟା କେତେଟା? 1 2 3 4, ଚାରିଟା ପାଥରେ ଆମେ ସଜେଇବା। ତାହେଲେ 4 ଫ୍ୟାକ୍ଟୋରିଆଲ ପ୍ରଥମେ ବାହାର କରିବା। 4 ଫ୍ୟାକ୍ଟୋରିଆଲ ଇଣ୍ଟୁ, ଇଣ୍ଟୁ କଣ ପାଇଁ? ଦେଖ ୟୁ ଇ ଅଛି, ଏଟାକୁ ୟୁ ବି କରିପାରିବା ନା ନାଇଁ? ଖାଲି କଣ ୟୁ ଇ, ୟୁ ଇ କରିପାରିବାନି, ମାନେ ଏମିତି ବି ଲେଖିପାରିବା ନା, ଇ ୟୁ ହେଲା, ଇ ୟୁ କରିପାରିବା। ଆଉ ତାପରେ କଣ ହବ ନା ଜେଡ, ଆଉ ଜେ ଡି ଜି ଏମିତି ବି ସଜେଇ ପାରିବା ନା। ତେଣୁ ଏଠି 2 ଫ୍ୟାକ୍ଟୋରିଆଲ କରିବା ହେଲା, ବୁଝୁଛ ନା ନାଇଁ? ସରବର୍ଣ୍ଣ ଦିଟା ନା 2 ଫ୍ୟାକ୍ଟୋରିଆଲ, ଆକୁ ବି ଆମେ ଚେଞ୍ଜ କରିକି ଲେଖିପାରିବା, ତେଣୁ 2 ଫ୍ୟାକ୍ଟୋରିଆଲ। 4 ଫ୍ୟାକ୍ଟୋରିଆଲ ଭାଲ୍ୟୁ କେତେ ନା 4 ଇଣ୍ଟୁ 5, 5 ହବ କି ନା 4 ଇଣ୍ଟୁ 3 ଇଣ୍ଟୁ 2 ଇଣ୍ଟୁ 1 ପୂରଣ 2 ଇଣ୍ଟୁ 1। ଏଇଟା ତମେ ପଢିଥିବ ପ୍ରୋବାବିଲିଟି, ଏଇ ଟାଇପର କ୍ୱେଶ୍ଚନ ହେଲା। ତମର ପ୍ରିଭିୟସ୍ ରେ ହିଁ ଆସିଥିଲା, ଏଇଟା ମୁଁ କହୁଛି ହେଲା। 4 କି 12 ଦୁଗୁଣେ 24, ଦୁଗୁଣେ କେତେ 48। ଅପସନ କୋଉଟା? ଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, ତମର କିଛି ମୁଁ ମନେ ରହିଲାନି, ସବୁ ଯାକ ପି ହେଇଛି। 14 ନମ୍ବର କ୍ୱେଶ୍ଚନ ଦେଖିବା। ଏଇଟା ବି ସେମିତି ଅପ୍ଟିକାଲ, ଅପ୍ଟିକାଲକୁ ଆମେ ଲେଖିପାରିବା ସ୍ୱରବର୍ଣ୍ଣ କେତେଟା? ଏଇଟା ବି ଦେଖ ଏମିତି ଭାୱେଲ କେତେଟା? 3ଟା। ଓ ଆଇ ଏ 3ଟା, ନମ୍ବର ଅଫ ଭାୱେଲ୍ସ 3ଟା। ଆଉ ତାହେଲେ ନମ୍ବର ଅଫ ଭାୱେଲ୍ସ 3ଟା, ତାହେଲେ କନସୋନାଣ୍ଟ କେତେଟା ହେଲା? ଦେଖ କନସୋନାଣ୍ଟ 1 2 3 4, 3 4 ଚାରିଟା ହେଲା। କନସୋନାଣ୍ଟ କେତେଟା ନା 4ଟା। ସଜେଇକି ଲେଖିବା, ଦେଖ କେମିତି କେମିତି ସଜେଇକି ଲେଖିବା। ପ୍ରଥମେ ରହିବ ଓ ଆଇ ଏ, ଓ ଆଇ ଏ ସବୁବେଳେ ଏକାଠି ରହି ଆସିବା ଦରକାର ହେଲା। ଓ ଆଇ ଏ ସବୁବେଳେ ଏକାଠି ରହିବ, ଏମାନେ କେତେବେଳେ ଚେଞ୍ଜ ହେବେ ହେଲା, ଏମାନେ ସବୁବେଳେ ଯୋଡି ଜାଉଳି ହେଇକି ରହିବେ। ଆକୁ ଗୋଟେ ପ୍ରଥମ ପଦ ନେଇଯିବା। ଆଉ ରହିବା କେତେଟା? ଆଉ ରହିଲା କେତେଟା? ଆଉ ଆସିବ କେତେ? ଓ ଆଇ ଏ ପଳେଇଲା, ଆଉ ଆସିବ ପାରିବ ପି ଆସିପାରିବ, ତାପରେ ଟି ଆସିପାରିବ, ଏମାନଙ୍କୁ ଚେଞ୍ଜ କରିପାରିବା ହେଲା। ଏମାନେ ଟି ଏଇଠି ଲେଖିପାରିବା, ଏଇଠି ପି ଲାଷ୍ଟକୁ ଲେଖିପାରିବା, କିନ୍ତୁ ଏମାନେ ସବୁବେଳେ ଏକାଠି ଆସିବା ଦରକାର। କୋଶ୍ଚିନ ସେଇଆ ଦେଇଛି ହେଲା। ପି ଟି, ପି ଟି, ଆଉ ରହିଲା କେତେ? ସି ଏଲ, ସି ଏଲ। ଏଇ ଉପାୟରେ ଆମେ ସଜେଇକି ଲେଖିବା। କେତେଟା ଉପାୟ ହେଲା? 1 2 ହେଲା, ଏଟାକୁ ଗୋଟେ ପଦ ନବା, 1 2 3 4 5। ତାହେଲେ ନମ୍ବର ଅଫ ୱେଜ୍ ଇଜ ଇକାଲ ଟୁ କେତେ ହବ? ନମ୍ବର ଅଫ ୱେଜ୍ ଇଜ ଇକାଲ ଟୁ ପ୍ରଥମେ 5 ଫ୍ୟାକ୍ଟୋରିଆଲ ଇଣ୍ଟୁ 3 ଫ୍ୟାକ୍ଟୋରିଆଲ। ଏଇଟା ଆଙ୍କ ଭିତରେ ବି ଚେଞ୍ଜ ହବ ନା, ନା ଆଙ୍କ ଭିତରେ ଚେଞ୍ଜ ହବନି? ଆଙ୍କ ଭିତରେ ବି ଚେଞ୍ଜ ହବ। ଆଇ ଏଇଠି ଆସିପାରିବ, ଏ ଏଇଠିକି ଆସିପାରିବ, ଓ ପଛକୁ ଯାଇପାରିବ, ଆଗକୁ ଯାଇପାରିବ ହେଲା। 5 ଫ୍ୟାକ୍ଟୋରିଆଲ କେତେ ହବ? ଦେଖ 4 ଫ୍ୟାକ୍ଟୋରିଆଲ ଭାଲ୍ୟୁ କେତେ ଥିଲା? 24। ନହେଲେ ମୁଁ ଲେଖିଦଉଛି ଏଇଟା 5 ଇଣ୍ଟୁ 4 ଇଣ୍ଟୁ 3 ଇଣ୍ଟୁ 2 ଇଣ୍ଟୁ 1 ଇଣ୍ଟୁ 3 ଇଣ୍ଟୁ 2 ଇଣ୍ଟୁ 1 ହେଲା। ଏତିକର ଭାଲ୍ୟୁ ଥିଲା 24 ଇଣ୍ଟୁ 5 କେତେ ହେଲା? 120। ମୁଁ ଡାଇରେକ୍ଟ ଲେଖୁଛି କେତେ? 120 ହେଲା। 4 ବା 24 ମধ্যে 120 ଇଣ୍ଟୁ 6, 720। ଅପସନ କୋଉଟା? ବି ହେଲା। ଦିଟା ଥିଲା ତମର କ୍ୱେଶ୍ଚିନ, ଦିଟା। ତାପରେ in a group of 6 boys and 4 girls ହେଲା, 4 children are to be selected ହେଲା, in how many different ways can they selected such at least one boy is selected ହେଲା। ବଢିଆ ବଢିଆ। 6 ଜଣ ପୁଅ ଏବଂ 4 ଜଣ ଝିଅ ଥିବା ଏକ ଦଳରୁ 4 ଜଣ ଶିଶୁକୁ ବାଛିବାକୁ ହେବ ହେଲା। ଯେପରିକି କେମିତି ନା, ଏମିତି କେତେ ପ୍ରକାର ବାଛ ଯାଇପାରିବ? ଯେମିତି ଯେପରିକି ଅତି କମରେ ଜଣେ ପୁଅ ନିଶ୍ଚିତ ଭାବେ ଆସିବ। ଜଣେ ପୁଅ ଆମର ନିଶ୍ଚିତ ଭାବେ ଦରକାର ହେଲା। ଅତି କମରେ ପୁଣି ହିଡା ହେଇଛି, ଅତି କମରେ ଜଣେ ପୁଅ ଦରକାର। ଦେଖ କେମିତି କରିବା? ଦେଖ ପ୍ରଥମ ୱେଜ କେମିତି ହବ ନା, ପ୍ରଥମ ୱେଜ ହବ 6 ଜଣ ପୁଅ, 6 ଜଣ ପୁଅ ସିଲେକ୍ସନ କରିବା। 6 ଜଣ ପୁଅ ଗୋଠୁ କେତେ? ପ୍ରଥମେ ଜଣେ ନେବା ହେଲା। ଜଣେ ଯଦି ନେବା, ତାହେଲେ ଆଉ ରହିଲେ କେତେ? 4 ଜଣ ଭିତରୁ ଜଣେ ପଳେଇଲା, ତାହେଲେ ଗାଲ ରହିଲେ କେତେଟା? ଗାଲ ସଂଖ୍ୟା ହଉଛି 4 3 ହେଲା। ଏଇଟା ହବ ପ୍ରଥମ ୱେଜ। ଅତି କମରେ ଜଣେ ଆସିବା ଦରକାର, ଆଉ 3 ଜଣ ଗାଲ ରହିପାରିବେ। ଏଇଟା ହଉଛି ପ୍ରଥମ, ଏମିତି କରିପାରିବା ହେଲା। ଆଉ ସେକେଣ୍ଡରେ କେମିତି କରିପାରିବା? ପୁଣି 6 ଜଣ ଭିତରୁ ଆମେ ବାଛିପାରିବା କେତେଟା? 2 ଜଣଙ୍କୁ ବାଛିପାରିବା। ଅତି କମରେ ଜଣକୁ ନା, ଅତି କମରେ ଜଣକୁ, 2 ଜଣଙ୍କୁ ହେଲେ ବି ଚଳିବ। ମାନେ କଣ? ଅତି କମରେ ଜଣକୁ, ଜିରୋ ହେଲେ ହବନି, ଅତି କମରେ ଜଣକୁ ବାଛିପାରିବା। ତାହେଲେ ଅତି କମରେ ଯଦି ଜଣକୁ, 2 ଜଣଙ୍କୁ ବି ବାଛିପାରିବା, 3 ଜଣଙ୍କୁ ବାଛିପାରିବା, 4 ଜଣଙ୍କୁ ବି ବାଛିପାରିବା ହେଲା। ମାକ୍ସିମମ୍ 4 ଯାଏଁ ଯିବା ନା, 4 ଜଣଙ୍କୁ ବି ବାଛିପାରିବା ହେଲା। 6 ଜଣ ପୁଅ ଭିତରୁ 2 ଜଣ ପୁଅ ହେବେ, ତାହେଲେ ଝିଅ କେତେ ଜଣ হবে? ଏଇ 4 ଜଣ। ତାହେଲେ 4 ଜଣ ଭିତରୁ ଝିଅ ବାଛିବା ହେଲା। ଏଇଟା ହବ ପ୍ରଥମ ୱେଜ, ଏଇଟା ହବ ସେକେଣ୍ଡ ୱେଜ। ତାହେଲେ ଥାର୍ଡ ୱେଜ ବି ହିନ୍ତି ଲେଖ, 6 ଇଣ୍ଟୁ
ଛଅ ଏଟା ଏଟା ସି ଏଟା ହେଲା ଏଟା କମ୍ବିନେସନ। ଛଅ କମ୍ବିନେସନ କେତେ? ପ୍ରଥମେ ବାଛିଲେ ଜଣେ ପୁଅକୁ, ଦି ଜଣ ପୁଅକୁ, ତିନି ଜଣଙ୍କୁ ବାଛି ପାରିବା। 3 ଇଣ୍ଟୁ 4 ଜଣ ଭିତରୁ କାହାକୁ ବାଛିବା? ଜଣ ଗୋଟେ ଗାଲକୁ ଯଦି ପୁଅ 3 ଜଣ ହେଇଗଲେ ଗୋଟେ ଝିଅ ରହିବ। ଆଉ 4 କେତେ ହବ ନା 6 C 4, 4 ଜଣ ପୁଅକୁ ବି ବାଛି ପାରିବା। ଇଣ୍ଟୁ କାରଣ ମିନିମମ ଦେଇଛି 1, ବୁଝିପାରୁଛ ନା ନାଇଁ? ମିନିମମ ଅତି କମ ରେ 1, ଏଇଟା ବୁଝିବାକୁ ଟ୍ରାଏ କର। ମିନିମମ 1 ହେଲା, ଅତି କମ ରେ ଜଣେ, ଜଣେଠୁ 2 ଜଣ ହେଲେ ଚଳିବ, 3 ଜଣ ହେଲେ ଚଳିବ। ଯଦି ଅତି ବେଶୀରେ ଦେଇଥାନ୍ତା ତାହେଲେ 1ଠୁ ଆମେ କମ ନେଇଥାନ୍ତେ। ସେ ଯଦି ଅତି କମ ରେ ଜଣେ, ତାହେଲେ ଆମେ ଅତି କମ ରେ ଜଣକୁ ନେଇପାରିବା ହେଲା, 2 ଜଣକୁ ମଧ୍ୟ ନେଇପାରିବା। ବୁଝିପାରୁଛ ନା ନାଇଁ? ମିନିମମ ଜଣେ, 2 ଜଣ ହେଲେ କଣ କିଏ ମନା କରିବ କି? 2 ଜଣ ହେଲେ ଚଳିବ, 3 ଜଣ ହେଲେ ଚଳିବ, ସବୁ ଯାକ ପୁଅ ହେଲେ ବି ଚଳିବ ହେଲା। ଏଇଟା କେତେ ହବ? 4C0। ଏ ବାହାର କର, ଏତିକର ଭାଲ୍ୟୁ ତମେ ପଢିଥିବ। NCR ଇଜିକାଲ ଟୁ କେତେ ହବ ନା n ଫ୍ୟାକ୍ଟୋରିଆଲ ବାଇ r ଫ୍ୟାକ୍ଟୋରିଆଲ ହୋଲ୍ ଇଣ୍ଟୁ n ମାଇନସ r ଫ୍ୟାକ୍ଟୋରିଆଲ। ତମେ ପଢିଥିବ ଏଟା ପ୍ରୋବାବିଲିଟି। ତମ ଦେଖ ପୋଲିସରେ ହେଲା ପ୍ରୋବାବିଲିଟି କ୍ୱେଶ୍ଚିନ୍ ଆସିଥିଲା, ତେଣୁ ହେଇଥିପାଇଁ ମୁଁ କହୁଛି। ତମେ ଭାବୁନି ଏଇଟା ମୁଁ ମନକୁ ଆଣିଛି ବୋଲି। ତମର PYQ ର ହିଁ ଆସିଥିଲା, ତମେ ଯାଇକି ଚେକ୍ କରିପାରିବ ହେଲା। 6C1 କୁ ଆମେ କେମିତି ବାହାର କରିବା? ଗୋଟେ ବାହାର କରିଦଉଛି, ତମେ ସବୁ ଯାକ ସମିତି ବାହାର କରିବ ହେଲା। ଦେଖ 6 ଫ୍ୟାକ୍ଟୋରିଆଲ ହେଲା, n ଫ୍ୟାକ୍ଟୋରିଆଲ n ଜାଗାରେ ପକେଇବି 6, 6 ଫ୍ୟାକ୍ଟୋରିଆଲ ବାଇ r ଫ୍ୟାକ୍ଟୋରିଆଲ। r କେତେ ଏଇଠି? 1 ର ଭାଲ୍ୟୁ ହବ r 1 ଫ୍ୟାକ୍ଟୋରିଆଲ ଇଣ୍ଟୁ ହେଲା n ମାଇନସ r, ମାନେ 6 ମାଇନସ 1 ହେଲା। ଏପଟେ ଏମିତି ଗୁଣନ, ଗୁଣନ ଏପଟେ ଏମିତି ବାହାର କର। 4 ଫ୍ୟାକ୍ଟୋରିଆଲ ବାଇ ହେଲା n ଫ୍ୟାକ୍ଟୋରିଆଲ 4 ଫ୍ୟାକ୍ଟୋରିଆଲ ବାଇ r କେତେ 3, 3 ଫ୍ୟାକ୍ଟୋରିଆଲ ମାନେ କେତେ ହବ? 3 ଫ୍ୟାକ୍ଟୋରିଆଲ ଇଣ୍ଟୁ n ମାଇନସ r, n ହବ 4 ମାଇନସ 3, 4 ମାଇନସ 3 ଫ୍ୟାକ୍ଟୋରିଆଲ ହେଲା। ଏଟାକୁ ଆମେ ସଲ୍ଭ କରିବା କେମିତି? ଦେଖ ଏଟାକୁ ସଲ୍ଭ କରିବା 6 ଫ୍ୟାକ୍ଟୋରିଆଲ ବାଇ 1 ଫ୍ୟାକ୍ଟୋରିଆଲ ଇଣ୍ଟୁ, ଦେଖ 6 ରୁ 1 ଗଲେ କେତେ? 5 ଫ୍ୟାକ୍ଟୋରିଆଲ ଇଣ୍ଟୁ 4 ଫ୍ୟାକ୍ଟୋରିଆଲ ବାଇ 3 ଫ୍ୟାକ୍ଟୋରିଆଲ ଇଣ୍ଟୁ 4 ରୁ 3 ଗଲେ କେତେ? 1 ଫ୍ୟାକ୍ଟୋରିଆଲ। ଦେଖ 6 ଫ୍ୟାକ୍ଟୋରିଆଲ ଆମେ ଲେଖିପାରିବା 6 ଇଣ୍ଟୁ 5 ଫ୍ୟାକ୍ଟୋରିଆଲ ହେଲା, ମାନେ 6 ଇଣ୍ଟୁ 5 ଇଣ୍ଟୁ 4 ଇଣ୍ଟୁ 3 ଇଣ୍ଟୁ 2, ତାମାନେ ମୁଁ ଲିଖିପାରିବି 6 ଇଣ୍ଟୁ 5 ଫ୍ୟାକ୍ଟୋରିଆଲ ବାଇ 1 ଇଣ୍ଟୁ 5 ଫ୍ୟାକ୍ଟୋରିଆଲ। ତେଣୁ ମୁଁ ଡାଇରେକ୍ଟ କାଟୁଛି 5 କୁ 5, ତାହେଲେ ଏଇଠି କେତେ ରହିବ? 6। ଏଟା ଏମିତି ଲିଖିପାରିବା 4 ଫ୍ୟାକ୍ଟୋରିଆଲ ବାଇ ହେଲା 4 ଫ୍ୟାକ୍ଟୋରିଆଲ 4 ଇଣ୍ଟୁ 3 ଫ୍ୟାକ୍ଟୋରିଆଲ, ଆମେ ଲିଖିପାରିବା 4 ଇଣ୍ଟୁ କେତେ? 3 ଫ୍ୟାକ୍ଟୋରିଆଲ ହେଲା, ମାନେ ଏମିତି ନାଇଁ। 4 ଫ୍ୟାକ୍ଟୋରିଆଲ ଆମେ ଏମିତି ଲେଖୁନେ, 4 ଫ୍ୟାକ୍ଟୋରିଆଲକୁ ଆମେ ଏମିତି ଲେଖୁଛେ 4 ଇଣ୍ଟୁ 3 ଇଣ୍ଟୁ 2 ଇଣ୍ଟୁ 1, କିମ୍ବା 4 ଇଣ୍ଟୁ 3 ଫ୍ୟାକ୍ଟୋରିଆଲ ମଧ୍ୟ ଲିଖିପାରିବା ହେଲା। ସେମିତି ମୁଁ ଲେଖୁଛି 4 ଇଣ୍ଟୁ 3 ଫ୍ୟାକ୍ଟୋରିଆଲ ବାଇ 3 ଫ୍ୟାକ୍ଟୋରିଆଲ ଇଣ୍ଟୁ 1 ଫ୍ୟାକ୍ଟୋରିଆଲ, 1 ଫ୍ୟାକ୍ଟୋରିଆଲ। 3 ଫ୍ୟାକ୍ଟୋରିଆଲ 3 ଫ୍ୟାକ୍ଟୋରିଆଲ କଟିଯିବ। ଏଟା କେତେ କେତେ? 6 ଚଉକୁ 24 ଆନ୍ସର ରହିଲା ନା। ଏଇଠି 6 ରହିଲା, ଏଇଠି 4 ରହିଲା, 6 ଚଉକୁ କେତେ ହେଲା? 24। ତେଣୁ ପ୍ରଥମେ କେତେ ରହିଲା? ପ୍ରଥମେ ରହିଲା ଆମର 24 ହେଲା। ଏଇଟାକୁ ବି ସେମିତି ସଲ୍ଭ କରିବ। ଆମର ଆନ୍ସର ମୁଁ କହିଦଉଛି, ଆନ୍ସର ଆସିବ କେତେ? ଯେମିତି ଏଇଠି 24 ଆସିଥିଲା, ଏଇଟାକୁ ବି ଏମିତି ସଲ୍ଭ କରିବ n ଫ୍ୟାକ୍ଟୋରିଆଲ ଯେକୌଣସି ସୂତ୍ର ୟୁଜ କରିକି ହେଲା। ଏଇଟାକୁ ବି ଆନ୍ସର ଆସିବ କେତେ ହବ? ତମର ଆସିବ 90 ହେଲା, ମିଶେଇ ଦବ ସବୁ। ତାପରେ ଏଇଠି ବି ଆନ୍ସର ଆସିବ ତମର 90, ଏଇଟା ଆସିବ କେତେ? କହିଦଉଛି 80 ହେଲା। ଏଇଟା ଆସିବ କେତେ ତମର? ତମେ ଚେକ୍ କରିବ ସବୁ ହେଲା। 15, 15 ସରି 90 ଆସିବନି, ସରି ସରି ସରି, ଠିକ ଅଛି 90 ଆସିବ। ଏଇଟାକୁ ସଲ୍ଭ କଲେ 90, ଏଇଟାକୁ ସଲ୍ଭ କଲେ 80, ଏଇଟାକୁ ସଲ୍ଭ କଲେ ତମର ଆସିବ 15 ହେଲା। ତମେ ସବୁ ଯାକ ଯେମିତି ଏଇଠି ମୁଁ ସଲ୍ଭ କଲି, ସବୁ ଯାକ ସେମିତି ସଲ୍ଭ କରିକି ଦେଖିବ। 5 4 9, ଏଇଟା 8 1 8 2 10, 9 1 10, କେତେ? 20, 209, 209 ଅପସନ କୋଉଟା? ଡି। ତମର ପ୍ରୋବାବିଲିଟି କ୍ୱେଶ୍ଚିନ୍ ଏଟା। Two trains running in opposite direction process a man standing on a platform 27 seconds and 17 seconds respectively ହେଲା। They process each other in 23 seconds. What is the ratio of their speeds? କେମିତି କରିବା? ଦେଖ ଏଟା ବେସିକରେ ତମେ କରିପାରିବ ଆରାମରେ। କେମିତି କରିବ, କଣ ପାଇଁ କରିବ, କାହିଁକି କରିବ ତମେ ଜାଣିଛ ହେଲା। ଏଇନ ବন্ধ ତମେ ପଢିଥିବ। ବେସିକରେ ତମେ ଆରାମରେ କରିପାରିବ। ଯଦି ନ କରିପାରିବ, ଏଇ ଟାଇପର ମୁଁ କୋଶ୍ଚିନ୍ ପଛରେ ବି ଆଣିବି ହେଲା। ବେଶୀ ବି କେମିତି ହଉଛି ମୁଁ ତମକୁ କହିଦେବି। ଆଜି ଆମେ କରିବା ସର୍ଟ ଟ୍ରିକ୍। ସର୍ଟରେ ତମେ କେମିତି ଏଟା ଉଡେଇ ପାରିବ ହେଲା। ସର୍ଟ ଟ୍ରିକ୍ କେମିତି କରିବା? ସର୍ଟ ଟ୍ରିକ୍ ହଉଛି ଏଇଟା ତମେ କରିପାରିବ ମିକ୍ସଚର ଆଣ୍ଡ ଏଲିଗେସନ ଲଗେଇକି ହେଲା। ମିକ୍ସଚର ଆଣ୍ଡ ଏଲିଗେସନ କଣ? ଯେତେବେଳେ ଦିଟା କ୍ୱାଣ୍ଟିଟିକୁ ମିଶେଇକି ଗୋଟେ କ୍ୱାଣ୍ଟିଟିରେ କନଭର୍ଟ କରିବା, ତାକୁ କୁହନ୍ତି ମିକ୍ସଚର ଏଲିଗେସନ। ତମେ ପଢିଥିବ ହେଲା। ଏଲିଗେସନ ମେଥଡରେ କରିବା। ଦେଖ ଦିଟା କ୍ୱାଣ୍ଟିଟି ଅଛି, ଟୁ ଟେନ୍ସ, ଦିଟା କ୍ୱାଣ୍ଟିଟି ମିଶେଇ ଗୋଟେ କ୍ୱାଣ୍ଟିଟି କରିବେ ହେଲା। ଦେଖ ବିପରୀତ ଆସୁଥିବା ଦିଗରୁ ଦୁଇଟି ଟ୍ରେନ, ପ୍ରଥମ ବ୍ୟକ୍ତିକୁ ଦେଖ, ପ୍ରଥମ ଟ୍ରେନ କେତେ ନା 27 ସେକେଣ୍ଡ, ସେକେଣ୍ଡ ଟ୍ରେନ କେତେ ନା 17 ସେକେଣ୍ଡ
ଦି ଜଣ ମିଶିକି କେତେ 23 ସେକେଣ୍ଡ ହେଲା। ତାପରେ ଏଠି ଫେଡି ଦିଅ 17 ରୁ 23 ଗଲେ କେତେ ମାନେ 23 - 17 ଏଠି ଲେଖୁଛି ମୁଁ 23 - 17 ଏଠି ଲେଖୁଛି 27 - 23 ହେଲା। 23 - 17 ଗଲେ କେତେ 6 ରେସିଓ ନବ କେତେ ବେଟା 7 2 ଗଲେ 4 2 3 6 2 2 4 ଶୁଣ କୋଉଟା ବି। ଆଉ ରହିଲା ବେଶୀ କେମିତି ହବ ତମେ ଟ୍ରାଏ କରିବ ଘରେ ବେଶୀ କେମିତି ହବ ଯଦି ନହେଲା ମୁଁ ଫର ହେଲା ଆଉ କେତେବେଳେ ଆଉ ଥାର୍ଡ କି ଫୋର୍ଥ ଲେକ୍ଚରରେ ମୁଁ ଧରିକି ଆସିବି ଏଇ କ୍ୱେଶ୍ଚନ ବେଶୀରେ କେମିତି ହବ ମୁଁ କହିଦେବି। ନେକ୍ସଟ କ୍ୱେଶ୍ଚନ ଦେଖିବା ଏ ଟ୍ରେନ 280 ମିଟର ଲଙ୍ଗ ଇଜ ରନିଂ ଆଟ୍ ଏ ସ୍ପିଡ ଅଫ 63 କିଲୋମିଟର/ଆୱାର ତାହେଲେ କଣ ଏହା ଗୋଟେ ଗଛକୁ କେତେ ସମୟରେ ପାର କରିବ ଦେଖ କୋଶ୍ଚିନ୍ ଦେଇଛି ସିମ୍ପଲ କଥା ଏଇଟା ହଉଛି ଗୋଟେ ଟ୍ରେନ ତାର ଲେନ୍ଥ କେତେ ନା 280 ମିଟର ହେଲା ଆଉ ସ୍ପିଡ କେତେ ନା 63 ଦେଖ କିଲୋମିଟର ଅଛି କିଲୋମିଟର/ଆୱାର ଆକୁ ଆମେ ମିଟର ପର ସେକେଣ୍ଡରେ କରିବା କେମିତି କରିବା ନା 63 ଇଣ୍ଟୁ କେମିତି କରିବା ମୁଁ କହିଥିଲି କିଲୋମିଟର/ଆୱାରକୁ ଯଦି ମିଟର ପର ସେକେଣ୍ଡରେ କରିବା କେମିତି କରିବା ବଡରୁ ସାନକୁ ଯାଉଛେ ତାମାନେ ଉପରେ ରହିବ ସାନ ସଂଖ୍ୟା ତଳେ ରହିବ ବଡ ସଂଖ୍ୟା ହେଲା 9 ଦୁଗୁଣେ 18 9 ସତେ 63 7 ପଞ୍ଚା 35/2 ହେଲା 35/2 ସ୍ପିଡ କେତେ ମିଟର ପର ସେକେଣ୍ଡ ଏ ଗୋଟେ ଗଛକୁ ପାର କରିବ ଏଇଟା ବି ଗୋଟେ ଗଛ ଅଛି ଆଉ ଗଛକୁ କେତେ ସମୟରେ କେତେ ସେକେଣ୍ଡରେ ପାର କରିବ ଜଣା ନାହିଁ ଟି ସେକେଣ୍ଡରେ ପାର କରିବ ତାହେଲେ ଟି ର ଭାଲ୍ୟୁ ବାହାର କର ଟି ଇଜିକାଲ ଟୁ କେତେ 280 ବାଇ ଟି ଡିଷ୍ଟାନ୍ସ ଅପନ ସ୍ପିଡ ନା ଡିଷ୍ଟାନ୍ସ କେତେ 280 ବାଇ ସ୍ପିଡ କେତେ ବାହାରିଲା ଆମର 35/2 ହେଲା ଦୁଇଟାକୁ ଉପରକୁ ନେଇଯାଅ ତାମାନେ 280 ବାଇ 35 ଇଣ୍ଟୁ କେତେ ହବ 2 5 ଦେଖ 280 ଟାକୁ ଆମେ ଲେଖିପାରିବା 28 ଇଣ୍ଟୁ 10 5 ଦା 35 5 ଦୁଗୁଣେ 10 7 ଚଉକୁ 28 ତାହେଲେ କେତେ ହେଲା 16 ଅପସନ କୋଉଟା ବି। ନେକ୍ସଟ क्वेश्चन देखिए ए ट्रेन टेक्स 18 सेकेंड टू पास completely through a station 162 ମିଟର long at 15 सेकेंड टू pass through another turn 100 another station 120 ମିଟର long ହେଲା the length of the train is ଓଡିଆ ଓଡିଆ ଏକ ଟ୍ରେନ 162 ମିଟର ଏକ ଲମ୍ବ ଷ୍ଟେସନକୁ ସମ୍ପୂର୍ଣ୍ଣ ଅତିକ୍ରମ କରିବାକୁ 18 ସେକେଣ୍ଡ ଲାଗେ ତାପରେ 120 ମିଟର ଲମ୍ବର ଅନ୍ୟ ଏକ ଷ୍ଟେସନକୁ ଅତିକ୍ରମ କରିବାକୁ କେତେ ସେକେଣ୍ଡ ନିଏ ନା 15 ସେକେଣ୍ଡ ନିଏ ତାହେଲେ ଟ୍ରେନର ଲମ୍ବ କେତେ କୋଶ୍ଚିନ୍ ଦେଇଛି ଏଇଟା ହଉଛି ଗୋଟେ ଟ୍ରେନ ତମର ହେଲା ଟ୍ରେନ ନା କେତେ ଲମ୍ବ କେତେ ନା 162 ମିଟର ଲମ୍ବ ହେଲା 162 ମିଟର ଲମ୍ବ ସରି ଟ୍ରେନ ଲମ୍ବା ଦେଇନି ସରି ହେଲା ଟ୍ରେନ ଲମ୍ବା ଦେଇନି ଷ୍ଟେସନ ଲମ୍ବା ଦେଇଛି ଏଇଟା ବି ଗୋଟେ ଷ୍ଟେସନ ଅଛି ଷ୍ଟେସନ ଲମ୍ବା କେତେ ନା 162 ମିଟର ହେଲା ଷ୍ଟେସନ ଲମ୍ବା କେତେ ନା 162 ମିଟର ଟ୍ରେନ ଲେନ୍ଥ ମନେକର ନେଇଯାଉ ୱାଇ ମିଟର ଆଉ ସ୍ପିଡ ନେଇଯାଉ ଏକ୍ସ ମିଟର ପର ସେକେଣ୍ଡ ହେଲା ମିଟର ପର ସେକେଣ୍ଡ କଣ ପାଇଁ ନେଲେ ଯେହେତୁ ଡିଷ୍ଟାନ୍ସ ମିଟରରେ ଅଛି ଟାଇମ କେତେ 162 ମିଟର ଷ୍ଟେସନକୁ ପାର କରିବାକୁ ତାକୁ କେତେ ସମୟ ଲାଗୁଛି ନା 18 ସେକେଣ୍ଡ ତାହେଲେ ଟାଇମ ଇଜିକାଲ ଟୁ କେତେ ହବ 18 ଇଜିକାଲ ଟୁ କେତେ ହବ ଡିଷ୍ଟାନ୍ସ ଅପନ ସ୍ପିଡ ଡିଷ୍ଟାନ୍ସ କେତେ ୱାଇ ଆର ଡିଷ୍ଟାନ୍ସ ହଉଛି ୱାଇ ଆଉ ଷ୍ଟେସନ ଡିଷ୍ଟାନ୍ସ କେତେ 162 ବାଇ ଡିଷ୍ଟାନ୍ସ ଅପନ ସ୍ପିଡ କେତେ x ହେଲା ତାହେଲେ କେତେ ହବ ଏଇଟା y ଇଜିକାଲ ଟୁ କେତେ ହବ ନା y ଇଜିକାଲ ଟୁ 18x ହେଲା ମାଇନସ କେତେ 162 ବୁଝିପାରିଲ 18x ମାଇନସ 162 ତାପରେ କାହାଣୀ ଦେଖ ସେଇ ଏକା ଟ୍ରେନ ହେଲା ସେଇ ଏକା ଟ୍ରେନ କଣ ହେଇଛି ନା ଏକା ଟ୍ରେନରେ y ମିଟର ପର ସେକେଣ୍ଡ ଆଉ ସ୍ପିଡ କେତେ ସେଇ ଏକା ସ୍ପିଡ x ମିଟର ପର ସେକେଣ୍ଡ ହେଲା କଣ କରୁଛି ଏଟାକୁ ଇକ୍ୱେସନ ୱାନ ଦେଇଦେବି ପ୍ରଥମଟାକୁ ଇକ୍ୱେସନ ୱାନ ଦେଇଦେବି ସେଇ ଏକା ପ୍ଲାଟଫର୍ମକୁ ଏକା ପ୍ଲାଟଫର୍ମ ନୁହଁ ପ୍ଲାଟଫର୍ମ ଆଉ ଗୋଟେ ପ୍ଲାଟଫର୍ମ ଯାହାର ଲମ୍ବା ହଉଛି 120 ସେକେଣ୍ଡ 120 ମିଟର ଏଇଟା ହଉଛି 162 ମିଟର ଲମ୍ବା ପ୍ଲାଟଫର୍ମ ଏଇଟା ହଉଛି 120 ମିଟର ଲମ୍ବା ପ୍ଲାଟଫର୍ମ 120 ମିଟର ଲମ୍ବା ପ୍ଲାଟଫର୍ମକୁ କେତେ ନା 15 ସେକେଣ୍ଡ ନିଏ ପାର କରିବାକୁ ହେଲା ଆକୁ ସେ 15 ସେକେଣ୍ଡରେ ପାର କରେ ତାହେଲେ 15 ଇଜିକାଲ ଟୁ କେତେ ହବ ଟାଇମ ଇଜିକାଲ ଡିଷ୍ଟାନ୍ସ ଅପନ ସ୍ପିଡ ଡିଷ୍ଟାନ୍ସ କେତେ y ମିଶ୍ରଣ 120 ବାଇ କେତେ x ହେଲା ତାହେଲେ y ଇଜିକାଲ ଟୁ କେତେ ହବ ନା 15x ମାଇନସ 120 ହେଲା ଏଟା ଯଦି ଇକ୍ୱେସନ 2 ଦେଖ ଏଠି y ର ଭାଲ୍ୟୁ ଏତିକି y ର ଭାଲ୍ୟୁ ଏତିକି ତାହେଲେ LHS LHS RHS RHS ପ୍ରିପେୟାର କରିଦିଅ ତାହେଲେ 18x ହେଲା ମାଇନସ 162 ଏଠି ମୁଁ ଲେଖୁଛି ଇଜିକାଲ ଟୁ କେତେ ହବ ନା 15x ମାଇନସ 120 କେତେ 3x ଇଜିକାଲ ଟୁ କେତେ ହବ ଏଇଟା ଏପଟକୁ ଯିବ ଭାରି 6 2 ଗଲେ 4 ତାହେଲେ x ଇଜିକାଲ ଟୁ କେତେ ହବ 14 14 3 42 14 ପଚାରୁଛି ଟ୍ରେନ ଲମ୍ବ କେତେ ଟ୍ରେନ ଲମ୍ବ ବାହାର କରିଦିଅ ଏଇଠି
କେତେ ହବ ଟ୍ରେଣ୍ଡ ଲମ୍ବ? ଏଇଠି ଟ୍ରେଣ୍ଡ ଲମ୍ବ ହଉଛି y ର ଭାଲ୍ୟୁ ବାହାର କରିଦିଅ। y ଇଜିକାଲ କେତେ ହବ ନା 18 ଇଣ୍ଟୁ x ଆଗରେ ପକେଇବା 14 ମାଇନସ 162 ହେଲା। ଦେଖ ଏଇଟା କେମିତି କରିବା ଦେଖ 18 ଇଣ୍ଟୁ 14 ହେଲା 18 ନୂଆ 162 ହଁ ନା ନାଇଁ 18 ନୂଆ 162 ହେଲା ଇଜିକାଲ କେତେ ହବ 18 ଇଣ୍ଟୁ 14 ରୁ ନ ଗଲେ 5 18 କମନ ନିଅ ହେଲା 18 ଏଠି କମନ ଯିବ 14 ରୁ ନ ଗଲେ କେତେ 5 18 ପଞ୍ଚା 90 90 ଅପସନ କୋଉଟା ସି। ଆଉ ତମେ ଏଟା ଗୁଣିବ 18 ଇଣ୍ଟୁ 14 14 ଟା 112 ଏମିତି କରିକି ଗୁଣିବ ମାଇନସ 162 କରିବ ହେଲା କିଛି ଦରକାର ନାହିଁ କମନ ନେଇକି ତମେ ଆରାମରେ କରିପାରିବ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ତମର ସେକେଣ୍ଡ ଲାଷ୍ଟ କ୍ୱେଶ୍ଚିନ୍ 20ଟା ହିଁ କ୍ୱେଶ୍ଚିନ୍ କରିବା ଆଜି ହେଲା। ତମର ଏଟା ସେକେଣ୍ଡ ଲାଷ୍ଟ କ୍ୱେଶ୍ଚିନ୍ 20ଟା ହିଁ କ୍ୱେଶ୍ଚିନ୍ କରିବା। ଏ ବିଜ୍ଞାନ ବିଜନେସ ୱିଥ୍ 85,000 ହେଲା ହି ୱାଜ ଜଏଣ୍ଟ afterwards by B with 42,500 for how many months did the B invest if the profit at the end of the year are divided in the ratio with 3:1 ହେଲା ଦେଖ क्वेश्चन ଦେଇଛି ଓଡ଼ିଆରେ ବଢିଆ ଭାବେ। ଏ 45,000 ଟଙ୍କା ନେଇ ଏକ ବ୍ୟବସାୟ ଆରମ୍ଭ କଲେ ପରେ ବି 42,500 ନେଇ ବ୍ୟବସାୟରେ ଯୋଗ ଦେଲେ ହେଲା। ତାପରେ କଣ ନା ଯଦି ବର୍ଷ ଶେଷରେ ତାଙ୍କ ଲାଭ ଏତିକି ହୁଏ ତାହେଲେ ବି କେତେ ମାସ ପର୍ଯ୍ୟନ୍ତ ଇନଭେଷ୍ଟ କରିଥିଲେ। ପ୍ରଥମ କଥା ହଉଛି ଦେଖ ଏ କଣ ଏ 50,000 ଟଙ୍କା ଇନଭେଷ୍ଟ କରିଛି ଆରମ୍ଭରୁ ହେଲା। ଏ କୋଉ ପଇସା କାଢିନି କିଛି କରିନି ତାମାନେ ଏ ର ପଇସା ଆମେ ଲାଷ୍ଟ ସାଙ୍ଗେ ରଖିବା ଗୋଟେ ବର୍ଷ ଯାକେ ଏ ପଇସା ଆମେ ରଖିବା ହେଲା। ତାମାନେ ଏ ର ଟାଇମ ସିଓ ର 12 ମାସ ମାନେ ଗୋଟେ ବର୍ଷ ହେଲା। ଏ ର କେତେ ଇନଭେଷ୍ଟ ମାନେ 85,000 ଟାଇମ କେତେ ହବ ଏ କିଛି ପଇସା କାଢିନି ମାନେ ଆରମ୍ଭରୁ ହିଁ ଲଗେଇଛି ମାନେ କେତେ 12 ମାସ 12 ମାସ ଯାକେ ତା ପଇସା ଲାଗିଛି ପଢାପଢି କଣ କରିଛି କିଛି କାଢିନି। ବି କଣ କରିଛି ନା ବି କେତେ ମାସ ପରେ ମାନେ ପଇସା ପଇସା ସେ ଆରମ୍ଭରୁ ଲଗେଇନି ହେଲା। ସେ ପଇସା ଆରମ୍ଭରୁ ଲଗେଇନି ନା ପରେ ମାନେ ଏ ପରେ କେତେ ମାସ ଜଣା ନାହିଁ କେତେ ମାସ ପରେ ବି ଲଗେଇଛି ପଇସା। ତାହେଲେ ବି ର କେତେ ବି ର ଟାଇମ କୁ ନେଇଯାଅ ଏମିତି ଏ ଆରମ୍ଭରୁ ଲଗେଇଛି ମାନେ ଏ ଏକ ବର୍ଷ ପାଇଁ ମାନେ କଣ ନିବେଶ କରିଛି ଆଉ ବି ଜଣା ନାହିଁ କେତେ ବର୍ଷ ପାଇଁ ନିବେଶ କରିଛି ବି ମାନଙ୍କର 42,500 ଟି ମାସ ପାଇଁ ନିବେଶ କରିଛି ହେଲା। ଏବେ କାଟିଦିଅ ଦିଟା ଶୂନ କାଟିଦିଅ ହେଲା। ଏଟା 25 ରେ କାଟିଲେ କେତେ 25 ରେ କଟିଯିବ ହଁ 25 ରେ କଟିଯିବ 25 ରେ କାଟିଲେ ତମର କେତେ ହବ ଏଟା 25 25 ତିରିକି 75 25 ଚଉକୁ 100 ଆଉ କଟିବ କି ନା ହେଲା। 25 ଚଉକୁ 100 ଏଟା 25 ରେ କାଟିଲେ କେତେ ନା 25 କେ 25 25 ହଜାର 175 ତାପରେ 17 ଦୁଗୁଣେ କେତେ 134 ତାର କେତେ ହେଲା 24 ବାର କେତେ ହେଲା ଟି ହେଲା। ଏଇଟା କୁହନ୍ତି ଇନଭେଷ୍ଟ ରେସିଓ ଏଇଟା କୁହନ୍ତି ଇନଭେଷ୍ଟ ରେସିଓ ତାମାନେ ତାକେ ଏତିକି ଇନଭେଷ୍ଟ କରିଛନ୍ତି ଆଙ୍କର ଇନଭେଷ୍ଟ ରେସିଓ ହେଲା। ମାନେ ଏ ବୁଝିଲ ନା ଇନଭେଷ୍ଟ ରେସିଓ ଏଟାକୁ କୁହନ୍ତି ଏ 50,000 12 ମାସ ପାଇଁ ମାନେ ଇନଭେଷ୍ଟ କରିଛି ଆଉ ବି ଏତିକି ଟି ମାସ ପାଇଁ ଇନଭେଷ୍ଟ କରିଛି। ତମେ ଲେଖିବା ଏବେ 24 ବାଇ ଟି ଆଉ ଯେତେ ଟଙ୍କା ଇନଭେଷ୍ଟ କରିଛି ଯୋଉ ରେସିଓରେ ଇନଭେଷ୍ଟ କରୁଛନ୍ତି ସେଇ ରେସିଓରେ ହିଁ ତ ପଇସା ପାଇବେ ନା। ନା ଏ ଅଧିକ ପାଇଯିବ ନା ବି ଅଧିକ ପାଇଯିବ ନା ବି କହିବ ନା ମୁଁ ଏଇଠୁ ଅଧିକ ପାଇବି ଏମିତି ହବନି ହେଲା। ଯୋଉ ମାନେ ଯୋଉ ମନ୍ଥ ଯେମିତି ଯୋଉ ପଇସାରେ ଯେମିତି ଇନଭେଷ୍ଟ କରିଛନ୍ତି ସେଇ ରେସିଓରେ ହିଁ ତା ପ୍ରଫିଟ୍ ପାଇବେ। ତାପରେ ଲେଖିପାରିବି 24 ବାଇ ଟି ଇଜିକାଲ ଟୁ କେତେ ହବ ତାଙ୍କ ପ୍ରଫିଟ୍ କେତେ 3/1 ହେଲା। 3t ଇଜିକାଲ ଟୁ କେତେ ହବ 24 ତାହେଲେ t ଇଜିକାଲ ଟୁ କେତେ ହବ 24/3 8 ମନ୍ଥ ଅପସନ କୋଉଟା ଟି ହେଲା। ତାମାନେ ଅପସନ ବି କଣ ନା ବି 8 ମାସ ପାଇଁ ପଇସା ଲଗେଇଲେ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବେ। Anand and Deepak started a business by investing 22,500 and 35,000 respectively. Total profit 13,800 ହେଲା। ଏଇଟା କ୍ୱେଶ୍ଚିନ୍ ସହଜ ଡିଟୋ ମାନେ ପୂର୍ବ କ୍ୱେଶ୍ଚିନ୍ ଭଳିଆ 19 ନମ୍ବର ଭଳିଆ ହେଲା। ଏଠି ମୁଁ ଲେଖୁଦେଇଛି ଆନନ୍ଦ ମାନେ ଏ ଆଉ ଏଠି ଲେଖୁଛି ଡି ଦୀପକ ହେଲା। ଆନନ୍ଦର ପଇସା କେତେ 22,500 ଆର ପଇସା କେତେ ଦୀପକର ପଇସା କେତେ ନା 35,000 ହେଲା। ଦିଟା ଶୂନକୁ ଦିଟା ଶୂନ କାଟିଦିଅ 25 ନୂଆ 225 25 କେ 25 ହେଲା। 25 ଦୁଗୁଣେ ହବ ନା କେତେ ହବ 25 କେ 25 25 ଚଉକୁ 100 ହେଲା। ତାପରେ ଦେଖ ଆଗ ଏଇଟା କଣ ଇନଭେଷ୍ଟ ରେସିଓ ମୁଁ କହିଛି ଇନଭେଷ୍ଟ ରେସିଓ ତାଙ୍କ ପ୍ରଫିଟ୍ କେତେ 13,800 ମାନେ ପ୍ରଫିଟ୍ ଟା ଇନଭେଷ୍ଟ ରେସିଓରେ ବି ଡିଭାଇଡ ହବ ହେଲା। ତାହେଲେ 13,800 କାହାର ଭାଲ୍ୟୁ
9 ମିଶାଣ 14 କେତେ? 9 4 13 23 ର ଭାଲ୍ୟୁ ଆମକୁ ଦରକାର କାହାର ଭାଲ୍ୟୁ? ଦୀପକର ସେୟାର କେତେ? 14 ୟୁନିଟ୍ 14 ୟୁନିଟ୍ ର ସେୟାର କେତେ? ଏଟା ହଉଛି ଦୀପକର ସେୟାର ଡି ର ଭାଲ୍ୟୁ ହେଲା। 23 ସୋହକ 138 14 ସୋହକ 84 ଡବଲ ଶୂନ ଅପସନ କୋଉଟା? ସି ହେଲା। ଆଉ ଯୋଉ କୋଶ୍ଚିନ୍ ରହିଗଲା ଆମର ଗୋଟେ କୋଉଟା ଯୋଉଟା ଏଇଟା କୋଶ୍ଚିନ୍ ନମ୍ବର 16 ହେଲା। ଏଇଟା ମୁଁ ତମକୁ ବେସିକ ରେ ବତେଇବି କେମିତି ହବ। ଏଇଟା ମୁଁ ତମକୁ କହିବି ଗୋଟେ ନେକ୍ସଟ କ୍ଲାସ ରେ କହିବି ହେଲା। ଏ କୋଶ୍ଚିନ୍ ଟା ମୁଁ ଧରିକି ଆସିବି ନେକ୍ସଟ କ୍ଲାସ ରେ। ଏଇଟା ବେସିକ କେମିତି ହବ ମୁଁ ତମକୁ କହିବି ହେଲା। ଏଇଟା ଥିଲା ସର୍ଟ ଟ୍ରିକ୍ ହେଲା। ସର୍ଟ ରେ କେବଳ ଏମିତି କରିବ ହେଲା। ସର୍ଟ ଟ୍ରିକ୍ ମନେ ନବ। ଆଉ ବେସିକ ରେ ଟିକେ ଲମ୍ବା ହବ। ବେସିକ କେମିତି ହବ ମୁଁ ତମକୁ କହିବି ହେଲା। ତ ସୋ ଥ୍ୟାଙ୍କ ୟୁ ଫର ୱାଚିଂ। ଆଜି ପାଇଁ ଲେକ୍ଚର ଏତିକି ଥିଲା ହେଲା। ଭାବୁଛି ସମସ୍ତେ ବୁଝିପାରୁଥିବ। ଆଉ ଯୋଉ କୋଶ୍ଚିନ୍ ଡାଉଟ ରହିଲା ଏଇଟା କମେଣ୍ଟ ବକ୍ସରେ ଜଣେଇବ ହେଲା। ଆଉ ଆଜିର ସେକ୍ସନ କେମିତି ଲାଗିଲା ମତେ କମେଣ୍ଟ ବକ୍ସରେ ଜଣେଇବ। ଆଉ ଆଜିର ଲେକ୍ଚର ପିଡିଏଫ ମଧ୍ୟ ଡେସକ୍ରିପସନ ଲିଙ୍କ ଦେଇଦେବି। ତମେ ଚାହିଁଲେ ଡାଉନଲୋଡ କରିପାରିବ ହେଲା। ଆଉ ଭିଡିଓ କଣ ଲାଇକ୍ କରିବ, ସେୟାର ମଧ୍ୟ କରିବ, ସବସ୍କ୍ରାଇବ ମଧ୍ୟ କରିବ ଚ୍ୟାନେଲକୁ। ଆଉ ଆମେ 25ଟା ଯେମିତି ସକ୍ସେସ୍ କରିପାରିବା ଲେକ୍ଚର କମ୍ପ୍ଲିଟ ହେଲା। ତମ ଏକ୍ସାମ ପୂର୍ବରୁ ଯେମିତି 20 ରୁ 22ଟା 25ଟା ନହେଲେ ବି 20 ରୁ 22ଟା କରିପାରିବ ହେଲା। ଆମେ ରହୁଛି ନେକ୍ସଟ ଭିଡିଓରେ ଦେଖା ହବା।